OFC କହୁଥିଲେ ତ? ଆଜ୍ଞା ସାର୍ OFSS। ଏବେ ରେକର୍ଡିଂ ଷ୍ଟାର୍ଟ କରିଦେଲି, କୁହନ୍ତୁ ଏବେ ଆଉ ଥରେ କୁହନ୍ତୁ। ହଁ ସାର୍ ଆକ୍ଚୁଆଲି OFSS ର ମନି କଣ୍ଟ୍ରୋଲ ମୁଁ ଯାହା ନ୍ୟୁଜ ଦେଖିଥିଲି ତା ରେଜଲ୍ଟ ଯୋଉ କ୍ୱାର୍ଟର 3 ରେଜଲ୍ଟ ଆସିଛି ବହୁତ ଖରାପ ରେଜଲ୍ଟ ଆସିଛି। ତ ମୋର ଏକ୍ସପେକ୍ଟେସନ ଥିଲା ଯେ ଆଜି ସେ ତଳକୁ ଖସିବ ଏବଂ କୋର୍ଟରେ ନେବି ମୁଁ। ତ ଏମିତି ନାହିଁ ଯେ ତ ବ୍ଲାଇଣ୍ଡଲି ନେଇଯିବା। ମୁଁ ତ ଫାଷ୍ଟ 2-3 ମିନିଟ୍ ୱାଚ୍ କରିବି ସେ ଷ୍ଟାଟସ୍ କ'ଣ, ତାପରେ ତ କନଫର୍ମେସନ ମିଳିଲେ ନେବି। ତ ଆକ୍ଚୁଆଲି ସେ ରେଜଲ୍ଟଟା ତାପରେ ଇଫେକ୍ଟ ପଡିଛି ନା ପଡିନି ବୋଲି। ତ ମୁଁ ଯେତେବେଳେ ଫାଷ୍ଟ 5 ମିନିଟ୍ କ୍ୟାଣ୍ଡେଲ ଦେଖିଲି ତାପରେ ଆଉ କନଫିଡେନ୍ସ ପାରିଲାନି ଯେ ସେ ବୁଲିଶ ରୁ ବେରିସ୍କି ଆସିବ ବୋଲି ସେକେଣ୍ଡ କ୍ୟାଣ୍ଡେଲରୁ। ସେଥିପାଇଁ ମୁଁ ଆଉ ଟ୍ରେଡ୍ ପ୍ଲାନ୍ ଚେଞ୍ଜ କରିଦେଲି ଇମିଡିଏଟଲି। ମାନେ ଆପଣ କହିବା କଥା ଏମିତି କେମିତି ହେଲା? ରେଜଲ୍ଟଟା ଖରାପ ଆସିଥିଲା, ସେ ତଳକୁ ଯିବା କଥା, ତଳକୁ ଯିବା ବଦଳରେ ସେ କ'ଣ ହେଲା ଉପରକୁ ଗଲା। ଆଜ୍ଞା ଏ ହେଲା କ୍ୱେଶ୍ଚିନ୍ ନା? ଆଜ୍ଞା ସାର୍। ये क्वेश्चन ମାନେ ଆଗରୁ ମୁଁ ଅଲରେଡି ସେ ଜିନିଷ ଡିସ୍କସନ କରିଛି, ଏବେ ଯଦି କହିଲେ ମୁଁ କହିଦଉଛି। ସପୋଜ ମୁଁ କହିବି, ସମସ୍ତେ କହିଲେ 4-5 ଜଣ ମିଶିକି କହିଲେ ତ୍ରିଲୋଚନ ବାବୁ ଜଣେ ଖରାପ ଲୋକ। କ'ଣ କହିଲେ? 4-5 ଜଣ ଲୋକ କହିଲେ ତ୍ରିଲୋଚନ ବାବୁ ଖରାପ ଲୋକ, ବୁଝିଲେ? କିନ୍ତୁ 4-5 ଜଣ ସିନା କହିଲେ ଏଇଟା ଖରାପ ଲୋକ ବୋଲି, ସେଟା ୟୁନିଭର୍ସାଲି ହବା ଦରକାର ଖରାପ ଲୋକ ବୋଲି। ଜଣେ ଯଦି ସବୁ ସିଚୁଏସନ ଜଣେ ଯଦି ଖରାପ ବ୍ୟବହାର ଦେଖଉଛି, ଖରାପ ଆକ୍ଟିଭିଟି କରୁଛି, ତାହେଲେ ତାକୁ ଆମେ କ'ଣ କହିବା? ଖରାପ ବୋଲି କହିବା। ସପୋଜ ମୁଁ କହିଲି ଆପଣ ମତେ ସାହାଯ୍ୟ କଲେ, 5 ଜଣ ଲୋକ ମେଡିକାଲ ଯିଏ ଯାଉଛନ୍ତି ଆପଣ ତାଙ୍କୁ ସାହାଯ୍ୟ କଲେ, ଯିଏ ବି ଆସୁଛନ୍ତି ଆପଣ ସଂସ୍ପର୍ଶ ଯିଏ ଆସନ୍ତି ଆପଣ ଇଏ କଲେ, କିନ୍ତୁ ଆପଣ ଖରାପ କିଏ କହିଲେ ନା ଯିଏ କିଛି ଖରାପ କାମ କରୁଥିଲା ଆପଣ ତାକୁ କିଛି ଗାଳି ଦେଇଛନ୍ତି କିମ୍ବା କିଛି ମିସବିହେଭ କରିଛନ୍ତି, ଖରାପ ବ୍ୟବହାର କରିଛନ୍ତି, କାରଣ ତା ଆଟିଚ୍ୟୁଡ ନେଇକି, ତେଣୁ ସେ ଆପଣଙ୍କୁ ଖରାପ କହିଲା। କିନ୍ତୁ ୟୁନିଭର୍ସାଲ କ'ଣ ହେଲା, ଯେହେତୁ ଆପଣ ମାନଙ୍କଠୁ ଅନ୍ୟାନ୍ୟ କିଛି ଉପକୃତ ହଉଛନ୍ତି, ସେ କେବେ ହେଲେ ବିଶ୍ୱାସ କରିବେନି, ଖରାପ କହିଲେ ମଧ୍ୟ କେବେ ଖରାପ ନେବେନି। ସପୋଜ ଦେଖିବେ କିଛି ମାନେ ଫିଲ୍ମର ଯାତ୍ରାପାଟି ଦେଖୁଥିବେ, ଗୋଟେ ହିରୋଇନ ଯିଏ ଥିବ ସେ କିଛି ଷ୍ଟୋରିରେ ହିରୋକୁ ଭଲ ପାଉଥିବ, କିଛି ଷ୍ଟୋରିରେ ଆପଣ ଦେଖିବେ ଭିଲେନକୁ ଭଲ ପାଉଥିବ। କାହିଁ ଭିଲେନ ସେ ଭଲ ପାଏ? ସମସ୍ତେ ଦୁନିଆ ସାରା ତ କରୁଛନ୍ତି ଖରାପ ବୋଲ ନା, ଫିର ବି ଗୋଟେ ମାନେ ନେଗେଟିଭ ଯିଏ ଅଛି ତାକୁ ପୁଣି ଗୋଟେ ଝିଅଟେ ଭଲ ପାଉଛି କେମିତି? କାରଣ ସେ ତା ଥରେ କିଛି ଜିନିଷ ଦେଖିଛି, ଯଦି ତାର ପସନ୍ଦ ହେଇଛି, ନା ଇଏ ମତେ ସବୁବେଳେ ସାଥ ଦେଇପାରିବ, ମୋ ମନ ବୁଝିପାରିବ, ତେଣୁ ତାକୁ ସେ ଭଲ ପାଇଲା। ତ ଏଇଟା ବି ସେମ ଜିନିଷ ହେଲା। କ'ଣ ଗୋଟେ ଦେଖିବେ ମାର୍କେଟରେ ଆଜି ବି କ୍ୱାର୍ଟରଲି ରେଜଲ୍ଟ ଯାହା ବି ଆସିଛି ଆପଣ ସବୁ ଦେଖିବେ, କିଛି ଜିନିଷରେ ଭଲ ରେଜଲ୍ଟ ବି ଆସିଛି, ଭଲ ରେଜଲ୍ଟ ଆସିଥିବ କିନ୍ତୁ ମାର୍କେଟ ତଳକୁ ଖସୁଥିବ। ଆପଣ ଯୋଉ କହିଲେ ଖରାପ ରେଜଲ୍ଟ ଥିବ ମାର୍କେଟ ଉପରକୁ ଯାଉଥିବ। ତ ଜିନିଷ ହେଲେ ରେଜଲ୍ଟ ସିନା ଖରାପରେ ଆସିଲା, ରିଲାଏନ୍ସରେ ଗୋଟେ ଖରାପ ନ୍ୟୁଜ ଆସିଲା କି ଯେଥିରେ ଖରାପ ନ୍ୟୁଜ ଆସିଲା, ଲୋକ ଜାଣିଛନ୍ତି ମାନେ 2ଟା ଜିନିଷ ହେଲା, ଗୋଟେ ହେଲା ଆମର ଫଣ୍ଡାମେଣ୍ଟାଲ ଆନାଲିସିସ୍, ଆଉ ଗୋଟେ ହେଲା ଟେକ୍ନିକାଲ ଆନାଲିସିସ୍। ଜଣେ ଯଦି ଟେକ୍ନିକାଲି ଗୁଡ ଅଛି, ଗୋଟେ ଷ୍ଟକ୍ ଟା ଟେକ୍ନିକାଲ ଗୁଡ ଅଛି, ତ ଯଦି ତା ଖରାପ ରେଜଲ୍ଟ ଆସିଛି ବି ତ କିଛି ଅସୁବିଧା ନାହିଁ, କାରଣ ସେ ଉପରକୁ ଉଠିଯିବ। ଏ କ୍ୱାର୍ଟରରେ ସେ ଖରାପ ରେଜଲ୍ଟ କରିଛି, 3ଟା କ୍ୱାର୍ଟରରେ ଯୋଉ ରେଜଲ୍ଟ ବାହାରୁଛି, ଗୋଟେ କ୍ୱାର୍ଟରରେ ଖରାପ ରେଜଲ୍ଟ ବାହାର କରିଛି, କିନ୍ତୁ ତା ପୂର୍ବ କ୍ୱାର୍ଟରରେ କ'ଣ ଥିଲା? ଭଲ ଥିଲା। ଦେଖନ୍ତୁ ଏଇ ଅଫିସରେ ଚାର୍ଟ ଦେଖେଇ ଦଉଛି, ଦେଖନ୍ତୁ ଇଏ କ'ଣ ପୂର୍ବରୁ ଉପରକୁ ଚାଲୁଥିଲା, ଯେହେତୁ ଏବେ ମାର୍କେଟ ଡାଉନ ହେଇଛି, ଚାର୍ଟ ଲାଗିଛି, ଇଏ ଏଇଠି କ'ଣ ଯେ ତଳୁ ତଳୁ ଆସିଛି, ଫିର ବି ସେ ଅବଶ୍ୟ ତଳେ ଯାଇକି କ୍ଲୋଜ ହେଇଛି, ଉପରୁ ପଳେଇଛି, ତଳୁ ହେଇଯାଇଛି। ତ ଏ ଜାଗା ଜିନିଷ ହେଲା କ'ଣ ଦେଖିବା OFC ରେ ବର୍ତ୍ତମାନ କିଏ କିଏ ହୋଲ୍ଡିଂ ରେ ଅଛନ୍ତି, କ'ଣ ଅଛନ୍ତି ଦେଖେଇ ଦଉଛି, ସମସ୍ତେ ଦେଖନ୍ତୁ। OFC ରେ ଯଦି ଆମେ ଫଣ୍ଡାମେଣ୍ଟାଲ ଆନାଲିସିସ୍ କରିବା, ତାପରେ ତାର ଖରାପ ରେଜଲ୍ଟଟା ସମସ୍ତଙ୍କୁ ମାର୍କେଟରେ ଇନଭେଷ୍ଟର ଅଛନ୍ତି ସମସ୍ତଙ୍କୁ ଖରାପ ଲାଗିବା ଦରକାର। ତେଣୁ କ'ଣ ହେଇଛି ଦେଖିବା, ତାର ରିଅଲ ସିଚୁଏସନ କ'ଣ ହେଇଛି, OFC ରେ କ'ଣ ହେଇଛି ସିଚୁଏସନ ଦେଖିନେବା। ଏଥିରେ ଓରାକଲ ଫାଇନାନ୍ସ ଯଦି ଆପଣ ଫଣ୍ଡାମେଣ୍ଟାଲ ଆନାଲିସିସ୍ ଯଦି କରିବେ, ତାହେଲେ ଓରାକଲ ଫାଇନାନ୍ସ ଆମେ କ'ଣ ଜାଣିବା ସେଇଟା ନା, ଓରାକଲ ଫାଇନାନ୍ସ ସର୍ଭିସ ସଫ୍ଟୱେର ଲିମିଟେଡ ପ୍ରୋଭାଇଡ୍ସ ଫାଇନାନ୍ସିଆଲ ସଫ୍ଟୱେର, କଷ୍ଟମ ଆପ୍ଲିକେସନ ଡେଭଲପମେଣ୍ଟ, IT ଇନଫ୍ରାଷ୍ଟ୍ରକ୍ଚର ମ୍ୟାନେଜମେଣ୍ଟ ଆଣ୍ଡ এই সব জিনিস আদরে লেখা আছে, বুঝলি? The company was incorporated in 1989 and is based in the Mumbai. Oracle Finance Service Software Limited. তার ইয়ে হলো এটা কোম্পানির ব্যাকগ্রাউন্ড হলো এটা।
देखिए की पॉइंट जे देखेबे की पॉइंट ए जगह आपण देखि परिबे माने कौन कौन सब परफॉर्मेंस करिछि 91% इन क्वार्टर टू फाइनेंशियल 25 वर्सेस 90% फाइनेंशियल देखंतो ये अछि केते फाइनेंशियल 2022 रे जति 90% वर्सेस ये अछि केते 91% अछि तो 2025 ताठो अधिक आसी ये डिटेल सब दिनस देखि परिबे एठी एटा जे देखिबे आईटी कंसल्टिंग एंड सॉल्यूशंस एठी टिके जेटु खराब थला एठी टिके कम अछि 2022 10% थला ये 9% अछि तेणु आर बैकग्राउंड भलो अछि वेबसाइट बैकग्राउंड भलो अछि ए डिटेल्स देखिबे तार रेवेन्यू मिक्स केते कोन सब हेछि ए जारे सब दिनस आपण डिटेल्स चाहिबे फिर रिसर्च करिया पे चाहिबे कोन सब हेछि देखन किछि जगह भलो हेछि किछि जगह खराब हेछि अर्थात मिक्स रिजल्ट अछि एते खराब रिजल्ट नाही देखंतु जियोग्राफी वाइज देखंतु अमेरिका से कोन हेछि ना 35% थला 2022 रे एठी अछि केते 2025 क्वार्टर 39% तो एमचे अपन देखिबे किछि जगह माने मिला जुला रिजल्ट अछि एते खराब रिजल्ट नाही ये डिटेल्स अपन देखि परिबे ये हला ता विषय रे तापर नेक्स्ट यदि अपन देखिबे यदि एनालिसिस करिवे सब दिन से आगाम पे हम पढिबे भी आ किछि देखंतु इथे रेगुलर देखिए सेल्स कोन है तार मत बढ़ी बढ़ी चलछि देखंतु एठी मोर सेप्टेम्बर रे 167 देखा जाउछ म स्क्रीन देखा समस्त की आज्ञा सर देखा होती देखा जाऊ सर देखिए सेप्टेम्बर रे क्वार्टर रे केतला ना 1674 थिला एठी केते डिसेंबर रे लागते ना 1715 सेल्स रे मध्य बढ़ी छिटे जगह रे ए जगह टिके कोन ऑपरेटिंग प्रॉफिट टा ये जो खराब रिजल्ट हला ऑपरेटिंग प्रॉफिट टा टिके डिक्रीज करिछि सेप्टेम्बर थिला 751 ये थिला 847 जो देखिबे मार्केट तळु बर्तन खसियार रीजन हला कोन ना ऑपरेटिंग प्रॉफिट टा तार टिके डिक्रीज करछि ए जगह रे 847 थिला 751 ए जगह रे किंतु सेल्स तार जेमति प्रोडक्ट सेल होता प्रोडक्ट सेल होछि बट ए जगह टिके डिक्रीज करिछि नेट प्रॉफिट देखिबे नेट प्रॉफिट मध्य टिके डिक्रीज करछि जोथि देखिबे ए जे खसी खसी आछि आपण एटा हलो फंडामेंटल एनालिसिस आ ओटा टेक्निकल एनालिसिस देखले आपण ए जे बर्तन खसी गए मार्केट एबे भी तळु खसी गए चलछि सब मार्केट दे खसी ये भी खसी तो रीजन हला कोन यार मध्य कोन है ना नेट प्रॉफिट मध्य डिक्रीज करछि जून रे थिला 617 थिला सेप्टेम्बर ये बढ़ी बढ़ी चलथला एपड़ जा थिला एठी 578 8541 अछि एमसे दिन डिटेल्स यदि आपण चाहिबे स्क्रीनर रे आ डिटेल्स सब देखि परिबे आ जे देखिए होल्डिंग रे देखिबे एफआईडीआई यदि होल्डिंग देखिबे बैलेंस शीट देखिबे बैलेंस शीट सब देखिबे देखो एफआईडीआई केते कोन होल्डिंग अछि आपण जे देखिबे प्रमोटर्स अछन 72% मींस ये कंपनी रो निजस्व सब इन्वेस्टमेंट अछि 72% अछि मींस कंपनी भले कंपनी अछि कंपनी बुडीबार चांस नाही जेतले जोठी प्रमोटर माने 50 प्लस 55% प्लस था ये पॉइंट मन रखन सब नोट डाउन करंतु जोठी जो कंपनी रे प्रमोटर माने प्रमोटर मींस कंपनी रो निजस्व शेयर होल्डर जो थांती समान का परसेंटेज अधिक थाए 55% यदि अबव थाए तल से जगह कोन हुए कंपनी एते जल्दी बुडीबोनी कानी अलगा शेयर मार्केट डुबिले मधे से जगह कोन हबो ना तांकर प्रमोटर मान जे जे अछंती माने अधिक शेयर होल्डर थांती तले से जगह रे कंपनी एग्जिस्ट करि परिबो तण ये जगह रे एमान अछंती कते ना 72% अछंती तण बहुत बढ़िया अछंती किछ असुविधा नै एफआई मधे होल्डिंग अछंती कते 8.48% अछंती और डीआई मध्य होल्डिंग अछंती तण एफआई डीआई होल्डिंग अछंती तण कंपनी जी लॉन्ग टर्म इन्वेस्टमेंट करे चाहले मते कंपनी डुबिबोनी ए जगह रे आपण मार्केट डाउन खसी जेहेतु सब ये नहीं खराब सर चलते जेମିତି ଆପଣ କହିଲେ ପ୍ରମୋଟର ମନିଟା ମାନେ 50% ଉପରେ ରହିଲେ ଭଲ ସେମିତି ସାର୍ 55% ହଁ 55% 55 ସେମିତି ସାର୍ हाँ ଏଫଆଇ କେତେ ରହିଲେ ଭଲ एफआईडीआई भाई आंकर ठीक ठिकाना नाही ଆଜ୍ଞା एमाने आज अछंती काली रहिबेनी ते दिन साला ये जेतले अधिक परसेंटेज रे रहिबे अधिक परसेंटेज रहले कोन हबो ना एटा जल्दी जल्दी ऊपर उठी नहीं पळेइबे देखिबे गोटे शेयर जदी बहुत जल्दी जदी ग्रो करूची बहुत जल्दी ग्रो करछि ता पछरे रीजन होउछि एफआईडीआई जदी होल्डिंग रे अधिकार अछंती
ଆଉ ସେ ପରସେଣ୍ଟେଜ ଦେଖନ୍ତୁ ଏଠି ଏଫଆଇ ପରସେଣ୍ଟେଜ ବଢୁଛି ଏଠି ଦେଖନ୍ତୁ ଜୁନ କ୍ୱାର୍ଟର ରେ ଏଠି ଥିଲା କେତେ ନା 5.10%, ଆଉ ସେପ୍ଟେମ୍ବର କ୍ୱାର୍ଟର ରେ କେତେ ନା 7.73%, ଆଉ ଡିସେମ୍ବର କ୍ୱାର୍ଟର ରେ ଆପଣ ଦେଖୁଛନ୍ତି କେତେ ଅଛି ନା 8.48, ମାନେ ଇଏ କ୍ରମଶଃ ବଢି ବଢି ଚାଲିଛି। ଏଫଆଇ ମାନେ ଏଇଠି କମି ଯାଇଥିଲେ, ଏଇଠି କମି ଯାଇଥିଲେ 7% ଆସିଥିଲେ, ଏଇ ଦିଠି 2023 ରେ ଆଉ ମାର୍ଚ୍ଚ ରେ 2024 ଏଠି କମି ଯାଇଥିଲେ, ଏଠି ମଧ୍ୟ ଟିକେ କମି ଯାଇଥିଲା କିନ୍ତୁ ଜୁନ ରେ, କିନ୍ତୁ ଜୁନ ପରଠାରୁ ତାଙ୍କର କ୍ୱାର୍ଟରଲି ବଢିକି ଅଛନ୍ତି। ତେଣୁ ଯେତେବେଳେ ଏଫଆଇ ଡିଆଇ ଯଦି ଅଧିକା ବାଇସ୍ ଯଦି କରୁଛନ୍ତି ଯେକୌଣସି କମ୍ପାନୀରେ ଇନଭେଷ୍ଟମେଣ୍ଟ କରୁଛନ୍ତି ତାର ସେ ଗ୍ରୋଥ ଟା କଣ ହବ ନା ରକେଟ ଭଳିଆ ଯିବ। ଯେମିତି ପୂର୍ବ କିଛି ଦିନ କ୍ଲାସ ଆପଣ କହିଥିଲେ ଜୋମାଟୋ ଉପରେ ପଚାରିଥିଲେ, ଜୋମାଟୋ କଣ ଏଫଆଇ ଡିଆଇ ଅଧିକା ହୋଲ୍ଡିଂ ରେ ଅଛନ୍ତି, ଯୋଉଥିରେ ଜୋମାଟୋରେ କଣ ଇଏ ନାହିଁ, ଏଇଠି ବି ଆଉ ଏଥର କମ୍ପେୟାର କରି ଦେଖାଇ ଦଉଛି, ଏଇଠି ଦେଖନ୍ତୁ, ହଉ ଦେଖନ୍ତୁ ଏଇଟା ମୁଁ ବୁଝେଇଛେ ତାପରେ ଜୋମାଟୋକୁ କମ୍ପେୟାର କରି କହିଦେବି ଆଜ୍ଞା, ନହେଲେ ଆଉ ଗୋଟେ ଇଏ ବି ଖୋଲି ଦେଖାଇ ଦଉଛି। ଜୋମାଟୋ ସରି ସ୍କ୍ରିନ୍ ବାର୍, ଜୋମାଟୋ ଦେଖନ୍ତୁ, ଜୋମାଟୋରେ ତଳକୁ ମୁଁ ଦେଖୁଛି, ଏଇଠି ଦେଖନ୍ତୁ ଏଠି ପ୍ରମୋଟର କେହି ନାହାନ୍ତି, ଦେଖୁଛନ୍ତି ଜୋମାଟୋର ପ୍ରମୋଟର କେହି ନାହାନ୍ତି, ଦେଖୁଛନ୍ତି ଏଠି ପ୍ରମୋଟର କଣ ଅଛି, କମ୍ପାନୀ ବଢି ବି ପ୍ରମୋଟର ଯିବ, କେହି ନାହାନ୍ତି। ହଁ। ବଢି ବି ଯିବ, ଡୁବି ବି ଯିବ, ଯେମିତି ବଢିବ ସେମିତି ବି ଖସିବ, ହୁଁ ହୁଁ ଯେମିତି ବଢିବ ସେମିତି ଖସିବ। କିନ୍ତୁ ଏଠି ଦେଖୁଛନ୍ତି ଆପଣ ଏଫଆଇ ର ହୋଲ୍ଡିଂ ଦେଖନ୍ତୁ, ମାନେ ମାର୍ଚ୍ଚ ରେ ଥିଲେ 2022 ଦେଖନ୍ତୁ କେମିତି ଏଫଆଇ ମାନେ ଗ୍ରୋଥ କରିକି ଚାଲୁଛନ୍ତି, ଆପଣ ଏମିତି ସବୁ ଫଣ୍ଡାମେଣ୍ଟାଲ ଆନାଲିସିସ୍ ସବୁ କରିବେ ସବୁଥିର। ମାର୍ଚ୍ଚ 2022 ଥିଲା 10 ପଏଣ୍ଟ, ଜୁନ ରେ ଟିକେ କମିଗଲେ, ସେପ୍ଟେମ୍ବର ଦେଖନ୍ତୁ 2022 ରେ ପୁରା ବଢିଗଲେ, କେମିତି ଦେଖନ୍ତୁ 57, ଆକୁ ଚାର୍ଟ ସହିତ ମୁଁ କମ୍ପେୟାର କରି ଦେଖେଇବି, ଆପଣ ଦେଖିବେ 57, ଏଠି ଟିକେ 1% କମିଛନ୍ତି, ଏଠି 2% କମି ଯାଇଛନ୍ତି, ଇଏ ଯେତେ କମିଛନ୍ତି ଦେଖିବେ ତା ଚାର୍ଟ ରେ ମଧ୍ୟ ସେଟା ପ୍ରଭାବ ପଡିବ, ଏଠି କନଷ୍ଟାଣ୍ଟଲି ଏପର୍ଯ୍ୟନ୍ତ ପୁରା କନଷ୍ଟାଣ୍ଟଲି ରହିଲେ, ତାପରେ ମାର୍ଚ୍ଚ ଠୁ କଣ କଲା ବଢିଲେ ଟିକେ 55%, 54%, ସେପ୍ଟେମ୍ବର ଟିକେ କମିଛି, ଡିସେମ୍ବର ଟିକେ ଦେଖନ୍ତୁ କମିଛି, ଏଇଠି ମାନେ ଏଠି ଦେଖନ୍ତୁ ପୁରା ରାପିଡଲି କେମିତି ଗ୍ରୋଥ ହେଲା, ସେପ୍ଟେମ୍ବର 2022 ରୁ ସେପ୍ଟେମ୍ବର 2022 ରୁ 2023 ପର୍ଯ୍ୟନ୍ତ ଦେଖିବେ ଆର ପରଫରମାନ୍ସ କଣ ମୁଁ ଚାର୍ଟରେ ଦେଖେଇବି, ମାନେ ବଢିକିରି ଅଛନ୍ତି, ଇଏ ତାପରେ ଡିକ୍ରିଜ କରିଛନ୍ତି ଟିକେ, ये जगह ये बढ़ी तो अच्छा सेप्टेम्बर पर्यंत बढ़िकी अच्छा, किंतु डिसेम्बर रे खसी जाइछन्ती, क्वार्टर रे डिसेम्बर क्वार्टर रे जोमाटो खसी, तो तार प्रभाव कौन पड़े, डीआई भी देखिए, डीआई से क्रमश कौन है बढ़ी 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 चलती, क्रमश बढ़ी बढ़ी चलती, डीआई ये क्वार्टरली बाय कर देखिए डीआई कंटिन्यूअसली बढ़ी बढ़ी चलती, तो ये जगह प्रमोटर होल्डिंग रे कहीं ना, ସେଟା ପ୍ରମୋଟର କହିଲେ କାହାକୁ ବୁଝୁଛେ ଆମେ? आज्ञा प्रमोटर ପ୍ରମୋଟର। कहले कंपनी रे निज मालिक माने, ଆଚ୍ଛା ଆଚ୍ଛା। प्रमोटर माने तादे निज मालिक माने से केते पार्टनरशिप रे किए सब होल्डिंग रे अछंती, केते सब अछंती, ଆଜ୍ଞା। तेणु एफआईडीआई ले कोन सब बाहर दिनस आपण एठी देखंतु, डीआई रे आदि किए इन्वेस्टमेंट करछन देखंतु, ई जोमाटो डीआई रे किए होल्डिंग रे अछन देखंतु, को कंपनी माने एठी होल्डिंग रे अछंती, और रिटेल आदि कम देखे आपण आउ अलगा मतलब गूगल रे मार्केट सर्च कर देखि परिवे, आधरे म्यूचुअल फंड रे की सब अछंती, ए माने सब आधरे इन्वेस्टमेंट सब करछन, सब तो देखेनी यार लंबा लिस्ट बाहरिबो, किए केते सब किनिछंती जोमाटो रे, मारि देबे गूगल रे मारते जोमाटो रे म्यूचुअल फंड होल्डिंग बोली, आटे डिटेल सब आसी दिबो। चलतु जोमाटो में चार्ट टा देखो देखंतु, जोमाटो देखो मंथली कर दोची, मंथली फंड अपन वीकली कर दोची, देखो कोठ ग्रोथ है अपन देखले, को जगह बढ़ी बढ़ी चली, सेप्टेम्बर 2022 रु अपन देखिए एठु ग्रोथ आरंभ हल, नले जगह देखंतु मार्च रु 52 रु से पड़ला, फास्ट ऊपर बढ़ी गला केते 167 हो गला,
तापर ये तलू खसीगला जेमती बढ़ीगला देखते 170 पलैला 170 केते तलू पलि आसला 40 पलि आसला देखते केते फ्लक्चुएट होची बढ़ीगला बढ़ी संगे संगे तलू खसीगला माने जार माँ बापा नथिबे किछि माँ बापा नथिबे मीन्स कंपनी रा निजस्व ओनर के जदि नथिबे यदि केवल शेयर पार्टनरशिप रे चलीथिबो आर अवस्था सेया हबो तने आ जगह इन्वेस्टमेंट करिया माने एटा हाई रिस्क और हाई रिटर्न ये भले कंपनी आपण इन्वेस्टमेंट करे हाई रिस्क हाई रिटर्न तो देखंतु जो थे अवस्था एट खसीगला तापर जतले देखंतु एडी आपण देखतले में कोई ईयर देखतले कोठे इन्वेस्टमेंट आरंभ होला सेप्टेम्बर 2022 पर ठारू आज रात मतलब 2023 पर्यंत एट देखंतु डीआई मध्य 2023 ठो देखंतु 2023 मार्च टू कांस्टेंटली देखंतु एफआईडीआई बढ़ी 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 क्या गले जेहेतु बढ़ी बढ़ी क्या गले तार अवस्था देखंतु पूरा बढ़ी बढ़ी गला एट देखंतु टिके एठी तळु खसिछि कोठी ना सेप्टेम्बर खसिला सेप्टेम्बर खसिबार रीजन कोन देखंतु सेप्टेम्बर रे एफआई माने किछि सेल कर देले जेहेतु किछि सेल करले तले जार कोन हला मार्केट खसिला एफआई सेल कोन खसिला तापर जिंस हला कोन डिसेंबर क्वार्टर माने सेप्टेम्बर टू डिसेंबर कोन होछि ना एफआई मान सेलिंग कर दैछन्ती जेहेतु एफआई माने सेलिंग कर दैछन्ती तार अवस्था कोन से जे मार्केट तळको खसिला तेणु एफआईडी रे पोजीशन होला ताल देखंतु ओएफएस देखंतु ओएफएस रो वीकली चार्ट रे देखौछि ताको वीकली चार्ट देखले आपको वीकली चार्ट देखले ये देखंतु ये जगह रे कोन ना कांस्टेंटली परफॉर्मेंस से पड़ी थिला तापर कोन हला ये बढ़िला तापर ये खसला किंतु आकर परफॉर्मेंस कोन हो ये कंपनी ए भला कंपनी आपण दे इन्वेस्टमेंट करिवे माने लो रिस्क लो रिटर्न माने हाई रिस्क हाई रिटर्न से कंपनी से इन्वेस्टमेंट करे हाई रिस्क हाई रिटर्न आ धीरे कोन हबो एटी देखंतु मंथली एटा पुराना कंपनी ना देखो जेहेतु आज प्रमोटर मान अधिक होल्डिंग रे अछंती आर अलगार पार्टनरशिप कम रहिले ये देखो ये जगह आपण देखिबे स्लो ग्रोथ है माने अधिक मेडिसिन मेडिसिन खाइ दिस तो ये जगह आपण देखुछंती कोन ना ये बहुत पुराना कंपनी हला ये बहुत पुराना कंपनी है तो ये जगह देखंतु ये 104 रु आरंभ होइतले के 2003 रु लिस्टिंग होतले हेची 100 रु लिस्टिंग हेची 100 रु से बर्तन 13000 मारलानी जने भी 100 ठेले माने एई बडा कंपनी जोटी प्रमोटर माने अधिका अछंती से जरा आपण के माने एते बड़ ग्रोथ दबनी टाइम आसले बड़ ग्रोथ दे देबो एठी देखंतु एठी जले बढ़ी गला एको मासरे देखंतु एठी एई जगह 2003 जे 100 टंका 200 टंका किन पकई थिबे ए जगह मते तळु को आसला ये 13000 पळितला एठी तळु आसला 2009 रे दिले मार्केट डाउन थला 2008 9 रे तो ये जगह जण भी पकई थिबो भी भाई रे इथे पूरा तळु को खसी जे केते टाइम से देखछन तो 100 प्लस अच्छी हो 100 प्लस अच्छी 70 100 पाखा से जर पकई थिबो देखंतु 13000 जाइके मारथिले कैपिटल केते टाइम से आपन का हे पारियो तो जो जगह प्रमोटर माने होल्डिंग रो छन चलो से कंपनी कोन डूबी बनी एते जल्दी कारण जेहेतु कंपनी रो मालिक मानकर शेयर होल्डिंग अधिक अछि तल ये कंपनी के मैनेज करने ते बड़ डाउनफॉल हबन तळु को आसिले माने से गन ऊपर को उठी जिवो तो ये जे देखंतु ये क्वार्टर रे तले आपन को बढ़ी जाय को क्वार्टर बढ़ी छंदी ये जे देखुछंदी 3600 रे माने एठी आपन किनथिले केते रे 2 अक्टोबर 2023 रे नवेम्बर डिसेंबर रे करंतु एठी जदि डिसेंबर मास रे आपन इन्वेस्टमेंट करिथिबे 2023 रे गोटे वर्ष रे देखंतु गोटे वर्ष रे जदि आपन 3000 रे एंट्री कर 3500 एंट्री करछंती देखंतु ये छै 13000 माने 4 टाइम्स ही जाय छै आपन को कैपिटल गोटे वर्ष रे 4 टाइम्स ही जाय छै त रीजन का रीजन हैला कोन भी सेटा जे आपन देखिबे ताल देखंतु बटन 2024 रे जे देखि त वेबसाइट रे कोन अछि 2024 रे अपन क्वार्टर देखंतु एठी एफआई माने एठी बढ़ी दै छथि देखुछन ना एठी बड़ी से एफआई रो एठी तला मार्च तला 6% तला 2000 देखंतु एठी भी 7% अराउंड 6% एठी जून डे क्वार्टर डे कमी छन ताबरे एठी बढ़ी छै
ଏଠି ଡିଆଇ ମଧ୍ୟ ଏଠି କଣ ବଢିଛନ୍ତି କମିଛନ୍ତି କେମିତି ଅଛି ଏଠି ଆ ଦେହରେ ହୋଲ୍ଡିଂ ଯେହେତୁ ଅଧିକାର ନାହାନ୍ତି ଏଠି ବି ଫିର ବି ଏଫଆଇ କରୁଛନ୍ତି ସବୁ ଜାଗାରେ ସେଲିଂ କଲେ ଏଠି ମଧ୍ୟ ସେ ବାଇକ୍ କ୍ୱାଣ୍ଟିଟି ବଢେଇଛନ୍ତି ପ୍ରମୋଟର ମାନେ ଦେଖିବେ ତାଙ୍କର ସେୟାର ହୋଲ୍ଡିଂ ସେତିକି ଅଛି କମି ନାହିଁ ସେତିକି ଅଛି ତେଣୁ କମ୍ପାନୀ ଏ ଜାଗାରେ ଡୁବିବାର ଚାନ୍ସେସ୍ କମ୍ ଯୋଉଠି ପ୍ରମୋଟର ହେଲା ଆପଣ ପଇସା ଇନଭେଷ୍ଟମେଣ୍ଟ କରିବେ ଏ ଜାଗାରେ ତାହେଲେ ଆପଣ କ୍ୟାପିଟାଲଟା ସୁରକ୍ଷିତ ରହିବ ଯଦି ମାର୍କେଟ ତଳକୁ ଖସୁଛି ସେ ମଧ୍ୟ ଉପରକୁ ଉଠିଯିବ ତ ଯୋଉଥିପାଇଁ ତାର ଅବସ୍ଥା ଉଠିକି ଅଛି ତେଣୁ ଏ ଜାଗାରେ କଣ ହେଇଛି ଆଜିର ଯୋଉ ଆପଣ ଯୋଉ ଦେଖିଲେ ଆଜିର ପରଫର୍ମାନ୍ସ ଯୋଉଟା ଦେଖିଲେ ଆଜିର ପରଫର୍ମାନ୍ସ ହେଲା କଣ ନା ଯେହେତୁ କମ୍ପାନୀ ପ୍ରମୋଟର ହୋଲ୍ଡିଂ ରେ ଅଛନ୍ତି ଏ ଜାଗାରେ ଲୋକମାନେ ଏତେ ଜଲ୍ଦି ନେଗେଟିଭ ଖରାପ ଆସିଲେ ମଧ୍ୟ ଏତେ ଜଲ୍ଦି ପଡିବନି ଯୋଉଥିପାଇଁ ଏଠି ଗୋଟେ କିଛି ଜିନିଷ ନେଗେଟିଭ ରେଜଲ୍ଟ ଆସିଛି ଯେହେତୁ ତଳେ ଥିଲା ଏଇଟା ଓପନ ୟୁଜ କଲୁ लो ହେଇଛି ଆଜି ଏଇଟା ହଉଛି ଓପନ ୟୁଜ କଲୁ लो ମାନେ ଗୋଟାଏ ପଏଣ୍ଟ ଦେଖନ୍ତୁ ମାନେ ଓପନ ହେଲା କେତେ 1000 ସପୋଜ 10,000 ରେ ଓପନ ଦେଖନ୍ତୁ 10,000 ରୁ ସେ ପଳେଇଲା କେତେ ଏକାଥରେ 1000 ପଏଣ୍ଟ ପାଖାପାଖି ସେ ମୁଭ କରିଦେଇଛି ତାପରେ ସଡନଲି ତଳକୁ ଖସି ତେଣୁ ଏ ଜାଗାରେ କିଛି ନା କିଛି ଗୋଟେ ହେଇଛି ଇନସିଡେଣ୍ଟ କିଛି ଗୋଟେ ତା ଭିତରେ ଗୋଟେ ଇଣ୍ଟରନାଲ କିଛି ଗୋଟେ ଜିନିଷ ହେଇଛି ଯୋଉଥିପାଇଁ ଏତେ ବଡ ମୁଭ ଦେଇଛି ଏତେ ବଡ ମୁଭ ଦବା କଥା ନୁହେଁ ଜେନେରାଲି କଣ ହଁ ନେଗେଟିଭ ରେଜଲ୍ଟ ଅଛି ନେଗେଟିଭ ରେଜଲ୍ଟ ସିନା ଆସିଛି କିନ୍ତୁ ତାର ଯୋଉମାନେ ଇନଭେଷ୍ଟମେଣ୍ଟ କରୁଛନ୍ତି ସେମାନଙ୍କୁ ନେଗେଟିଭ ଲାଗି ନାହିଁ ନା ଭଲ କମ୍ପାନୀ ଅଛି ଇନଭେଷ୍ଟମେଣ୍ଟ କଲେ ଆମର ତ କିଛି ଲସ୍ ହବନି ସେ ସେମାନେ ବାହାରୁ ନାହାନ୍ତି ବାହାର ନହେଲେ ମାର୍କେଟ ତଳକୁ ଖସିବନି ଏ ଜାଗାରେ ଆଉ କିଛି ଇନସାଇଡ ଜିନିଷ ହେଇଛି ଯୋଉଥିପାଇଁ ସଡନଲି ଉପରକୁ ପଳେଇଛି ତାପରେ ରେଜଲ୍ଟ ଅନୁଯାୟୀ ସେ କଣ ତଳକୁ ଖସି ମଧ୍ୟ ସେ ଷ୍ଟାବିଲାଇଜ ହେଇକି ରହିଯାଇଛି ଏତେ परफॉर्मेंस खराब आज से दे ही नहीं किंतु जेहेतु मार्केट टा कौन अच्छी नेगेटिव मार्केट अच्छी तो मार्केट तलु तलु समस्त बर्तमान खसुचंती ये मध्य आर यही जगह देखंतु ये सपोर्ट जोन रे अच्छी एते भी सपोर्ट जोन रे अच्छी सपोर्ट जोन ऊपर भी क्लोज ही अच्छी एते तलु को न खसी पारे जदि खसिबो आज रो लो भीतर से रही जबे एई लेवल टा तार जन से चाहिए जो ऑफिस रे इन्वेस्टमेंट करिया पे ये तलु को खसिबोनी तार सपोर्ट जोन रे अच्छी तो यहाँ तार पूरा प्योरली सपोर्ट जोन अच्छी जदि ये जगह आसो 9,600 ए जार जन चाहिए तो इन्वेस्टमेंट कर ए जार ऊपर को रिटर्न करवा चांसेस रही ना आस्ते आस्ते से ऊपर को जीव कौन क्वेश्चन अच्छे ସାର୍ ଆକ୍ଚୁଆଲି ମୁଁ ଯେତେବେଳେ ତାକୁ ଆନାଲିସିସ୍ ରାତିରେ କାଲି କରିଥିଲି ରେଜଲ୍ଟ ବି ଖରାପ ମୁଁ ସକାଳେ ଦେଖିଲି ପୁରା ବହୁତ ହ୍ୟୁଜ୍ ଗ୍ୟାପ୍ ଡାଉନ୍ ବି ଓପନ୍ ହେଲା ତେଣୁ ମୋର ଏକ୍ସପେକ୍ଟେସନ ଥିଲା ଯେ ନାଇଁ ପୁଲିସ ଯିବନି ଡେରି ସେ ହବ ବୋଲି ସେଥିପାଇଁ ପଚାରିଲି ସାର୍ ଆଉ ଗୋଟେ ସେ ମତେ କହିବା ପାଇଁ ଚାହୁଁଥିଲି ଦେଖିବା ଜାଣିବାକୁ ଚାହୁଁଥିଲି ମନି କଣ୍ଟ୍ରୋଲ ସାଇଡରେ ଆପଣ ନ୍ୟୁଜ୍ଟା ଦେଖୁଛନ୍ତି ଟିକେ ଖାଲି ଗୋଟେ ଦେଖିଦେବି କୋଉ ଜାଗାରେ ଦେଖୁଛନ୍ତି ନ୍ୟୁଜ୍ଟା ନେଇକିରି ମୁଁ ଟିକେ ଗଡ଼ବଡ଼ ହେଇଯାଉଛି ତ ଟପ୍ ନ୍ୟୁଜ୍ ଦେଖୁଛି ବେଳେ ବେଳେ କୋଉ ଦେଖୁଛି କନଫ୍ୟୁଜନ ହେଇଯାଉଛି मनी कंट्रोल रे जदि आपण गोटे काम करेंगे ଆପ୍ ଖୋଲିଛି ସାର୍ आप रे आपण इयरली सब्सक्रिप्शन नहीं जानते 499 टंका अछि ହୁଁ इयरली ହୁଁ सब्सक्रिप्शन ले तार सेम से आपण को पॉपअप रे आसीबो तो ହୁଁ जहार क्वार्टरली रिजल्ट सब आसुची से कोन ହୁଁ ना पॉपअप रे आसी हम सेठी देखि देई पारिबे ଆଜ୍ଞା एठी आपण न्यूज़ टा खोजिया पे पड़िबो जदि आपण वेबसाइट लोक छ वेबसाइट खोजिया पे पड़िबो ये सब जिन हेडिंग रे भी आसी जीवो रिलायंस इंडस्ट्री रिपोर्ट 12% प्रॉफिट ग्रोथ बाय डिजिटल ये सब जिन आसी इठी हेडिंग रे भी आसी जीवो एठी तळ तळ जे जिबे ये सब जिन मोर न्यूज रिसेंट न्यूज मारदले डिटेल्स आसी जीवो ये सब गोटे जिन आसी जीवो और यदि चाहिए इठी जीबे मार्केट न्यूज इठी जीबे इकोनॉमिक कैलेंडर आर ऊपर जो दिन जो न्यूज अछि सेटा देखि पारिबे इठी न्यूज କୋଉ रे ସାର୍ देखि ସେଟା ଆପଣ କ୍ଲିକ୍ କଲେ ନ୍ୟୁଜ୍ ଉପରେ ନା ନ୍ୟୁଜ୍ ତାପରେ इथे मार्केट ऊपर कले इकोनॉमिक कैलेंडर देखि पारे कहार कार सब आसुची तार रिजल्ट सब कोन आसुची इठी आसी पारे इकोनॉमिक कैलेंडर जे मारिबे अर्निंग्स कैलेंडर ए देखिबे ए सब दिन से आसी क्वार्टर 3 रिजल्ट आ डिटेल सेठी मार दे सी फाइनेंशियल आर कौन परफॉर्मेंस है ये सब डिटेल्स आदि आसीबो देखि पारियो सब कौन आसी कंप्लीमेंट डिटेल्स ये रिजल्ट ये सब दिन से एनालिसिस अपन करि पारियो आज देखि पारियो
ଗୋଟେ ନ୍ୟୁଜରେ ଯାଇ ଟପ୍ ନ୍ୟୁଜ୍ ସେଥିରେ ବି ଦେଖି ହବ ସାର୍ ନା? ହଁ ଷ୍ଟଫ୍ ନ୍ୟୁଜ୍ ସେଇଠି ଆସିଯିବ, ଯୋଉଟା ଆସିବ ଆପଣ ପପଅପ୍ ରେ ଆସିଯିବ, ଆପ୍ ରେ ଆସିଯିବ, ତାପରେ କ୍ଲିକ୍ କରିଦେଲେ ଆପ୍ ରେ ଯୋଉଟା ଆସିବ ତା ଉପରେ କ୍ଲିକ୍ କଲେ ଆପଣ ଦେଖିପାରିବେ। ହୁଁ। ଏଇଟା ଦେଖିଲେ ତାପରେ ଦେଖନ୍ତୁ ନ୍ୟୁଜ୍ ଯିବେ, ନ୍ୟୁଜ୍ ଗଲାବେଳୁ ବିଭିନ୍ନ ପ୍ରକାର ସେକ୍ଟର ଅଛି, ଆପଣ କ୍ଲିକ୍ କରି ଆଦିରେ ସବୁ ଦେଖିପାରିବେ। ସେକ୍ଟର ୱାଇଜ୍ କୋଉଠି ଅଛି ଦେଖୁଥିଲେ ଯେ ଆପରେ ବିଭିନ୍ନ ଦେଖଉଛି। ହୁଁ। ଏଠି ଦେଖନ୍ତୁ ଆଡ୍ ଉପରେ କ୍ଲିକ୍ କଲେ ଏଠି ଦେଖିବେ କ୍ୱାର୍ଟରଲି ରେଜଲ୍ଟ ଜିନିଷ ଆସିଛି ଏଠି, ଏଠି ଦେଖିପାରିବେ। ଟପ୍ ଗେନର ଟପ୍ ଲୁଜର PSU ବ୍ୟାଙ୍କ ସେୟାର ଏଇଟା ସୋଲାର ସେ ସବୁ ଜିନିଷ ଦେଖିପାରିବେ। ଆଉ ତ ସବୁ ଜିନିଷ ଖେଳେଇବେ, ସବୁ ଦେଖିବେ, ଇଏ କରିବେ। ମୋର ଯେହେତୁ ମାନେ ମୁଁ ଅଧିକା ଜିନିଷ ଆ ଭିତରେ ପଶେନି, କାହିଁକି ନା ମୋ ମୋବାଇଲ ଆପରେ ପଳେଇ ଆସିଲେ ମୁଁ ସେଇଠି ସବୁ ଜିନିଷ ଦେଖିଦିଏ। ଏତେ ହୁଁ। ଡିପ୍ ଜିନିଷ ମତେ ଦେଖିବାକୁ ଆବଶ୍ୟକ ପଡେନି। ମୁଁ ଖାଲି ଓଭରଅଲ କିଛି ସବୁ ଷ୍ଟକ୍ ଉପରେ ମୋର କିଛି ଜିନିଷ ଅଛି ନା, ଆଇଡିଆ ନଲେଜ ସବୁ କିଛି ଅଛି ନା ସେ ଜାଗାରେ। ହୁଁ। ତ ସେ ଜାଗାରେ କଣ ମୁଁ ଦେଖିଦେଲି ହଁ ଏଇ ରେଜଲ୍ଟ ଅଛି, ଏଇ ରେଜଲ୍ଟ ବେସିରେ ପରଫର୍ମାନ୍ସ ଦବୁ ବୋଲି। ସେମିତି ମାନେ ନାହିଁ ସବୁବେଳେ ପରଫର୍ମାନ୍ସ ଦବୁ ବୋଲି, ବେଳେବେଳେ ମତେ ଦିଏନି। ଯୋଉଟା ନଦେଲା କଣ ଚାହୁଁଛି ତ ଟ୍ରେଡ୍ କରିବାର ନାହିଁ, ଯୋଉଟା ଆମକୁ ଦେଲା ରେଜଲ୍ଟ ସେଇ ବେସିସରେ ଆମେ ଆଉ ଟ୍ରେଡ୍ ଗୋଟେ ଥରେ କରିବୁ। ଲେସନ ବି ମିଳିଲା ଆଜି ଯେ ନ୍ୟୁଜ ଦେଖିବା ସହିତ ଆପଣ 5 ମିନିଟ୍ କ୍ୟାଣ୍ଡେଲ କି 3 ମିନିଟ୍ କ୍ୟାଣ୍ଡେଲ ଫଲୋ କଲା ପରେ କନଫର୍ମେସନ ମିଳିଲା ପରେ ଯାଇ ଟ୍ରେଡକୁ ପଶିବା ଦରକାର। ଆଜ୍ଞା। ହୁଁ। ଇମିଡିଏଟଲି ଆପଣ ପଶିଯିବେ, ଇମିଡିଏଟଲି ପଶିବାର ଅଛି। ଯଦି ଆପଣ କମ୍ପାନୀ ସେ ଡିଟେଲ୍ସ ଷ୍ଟଡି କରିଛନ୍ତି ସେ ଜାଗାରେ ପଶିପାରିବେ। ସେଇଟା କଣ ହାଇ ରିସ୍କ ହାଇ ରିଟର୍ନ ହବ ସେ ଜାଗାରେ। ହୁଁ। ହୁଁ। ଆପଣ ଯଦି ଓପନ ହଉ ହଉ ଯଦି ପଶିଛନ୍ତି ଯଦି, ତାହେଲେ ହାଇ ରିସ୍କ ହାଇ ରିଟର୍ନ ସେ ଜାଗାରେ ହବ। ହୁଁ। ଆଉ ନହେଲେ କିନ୍ତୁ ଯଦି ଆପଣ ଟାଇମ ଦେଖି ପଶିଲେ, ଏଇଠି ଦେଖିଲେ ଏଇଠି ଯୋଉ ଟାଇମ ଦେଖି ପଶିଲେ, ତ ହୁଁ। ଟାଇମ ଦେଖି ପଶିଲେ କଣ ହବ ନା ରିସ୍କ ଟା କମି ଆସିବ। ଏଠି ଟାଇମ ଦେଖିକିରି ଆପଣ ବସିଲେ ମାର୍କେଟ କଣ ପରଫର୍ମାନ୍ସ କରୁଛି, ନେଗେଟିଭ ନ୍ୟୁଜ ଅଛି ଉପର ସିନା ପଳେଇଲା ତା ତଳକୁ ଆସିଲା, ଏଇ ଜାଗାରେ ଆପଣ ଏଇ ଜାଗାରେ ବି ପଶୁଛନ୍ତି, ଏଇ ଜାଗାରେ ବସିଲେ ତାହେଲେ ଏଇ କନଫିଡେନ୍ସ ଜାଗାରେ ପାଇଲେନି ଆପଣ ସାର୍। ହଁ ନା କାରଣ ଯୋଉ ଜାଗାରେ ଦେଖିବେ। ଆଉ ଗୋଟେ ଜିନିଷ ମାର୍କେଟରେ ମୁଁ ସମସ୍ତଙ୍କୁ ସବୁବେଳେ କହିଛି, ଯଦି ଆପଣ ଫାଷ୍ଟ 5 ମିନିଟ୍ ନ ପଶୁଛନ୍ତି, ଫାଷ୍ଟ 5 ମିନିଟ୍ ଯଦି କ୍ୟାଣ୍ଡେଲ ବହୁତ ବଡ କରିଦେଇଛି ତାହେଲେ ସେଟାକୁ ଆଭଏଡ କରିଯିବେ। ହୁଁ। ଫାଷ୍ଟ 5 ମିନିଟ୍ କ୍ୟାଣ୍ଡେଲ ଯଦି ବହୁତ ବଡ କରୁଛି ତାହେଲେ ସେ ଜାଗାରେ ତାକୁ ଛାଡିଦେବେ, ନୂଆ ଜିନିଷ ଦେଖିବ। କାହିଁକିନା ସବୁ ମୁଁ ଏଇ କ୍ୟାଣ୍ଡେଲ ପଳେଇଲା, ତେଣୁ ସେ ଜାଗାରେ କଣ ନା ସେ ଉପରକୁ ଯିବ ନା ତଳକୁ ଯିବ। ପଏଣ୍ଟଟା ନୋଟ୍ ଡାଉନ କରି ସମସ୍ତେ ରଖନ୍ତୁ। ଯଦି ଫାଷ୍ଟ 5 ମିନିଟ୍ କ୍ୟାଣ୍ଡେଲ ଯଦି ବହୁତ ବଡ ହେଇଛି ତାହେଲେ ସେ ଷ୍ଟକରେ ଟ୍ରେଡ୍ କରିବେନି। କାହିଁ କରିବି ନା ସେ ତାକୁ ବ୍ରେକ୍ କରିପାରେ ନା, ଉପରୁ ବ୍ରେକ୍ କରେ ନା ତଳକୁ ବ୍ରେକ୍ କରେ। 1000 ପଏଣ୍ଟ ଅଛି, ତେଣୁ ଦେଖନ୍ତୁ 10,000 ଟଙ୍କିଆ ଷ୍ଟକଟା 1000 ପଏଣ୍ଟ ଗୋଟାଏ 5 ମିନିଟରେ ମୁଭ୍ କରିଦଉଛି। ତେଣୁ ସେ ଜାଗାରେ ଆଉ ବଡ ମୁଭ୍ କିଛି ଆସିବନି, ଏକ୍ସପେକ୍ଟ ଆପଣ କରିପାରିବେ। ତେଣୁ ସେ ଜାଗା ତାକୁ ଆଭଏଡ କରିଯିବେ। Clear? ଆଉ କାହାର କିଛି କ୍ୱେଶ୍ଚନ ନିଶ୍ଚିତ କୁହନ୍ତୁ। ସାର୍ ଟିକେ ଟାଟା ମୋଟର ସାର୍ ଲଗେଇଲେ ଟିକେ କ୍ୱେଶ୍ଚନ କଣ କୁହନ୍ତୁ। ଗୋଟେ ହାମରିଂ କଣ ଖାଲି ଏଣ୍ଟ୍ରି କରିନି ନା ସୁଟିଂ ଷ୍ଟାର କ୍ୟାଣ୍ଡେଲ ସାର୍ ଦେଖିଲେ ସାର୍ ଏଇଟା ଆକ୍ଚୁଆଲି କ୍ୟାଣ୍ଡେଲ ସାର୍ ହେଇଛି କି ସାର୍ ନାହିଁ। ଏଇଠି ହଉନି ସେଇ ଜାଗାରେ 10ଟା 15 ବନିଛି। ଆଜ୍ଞା 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 10ଟା 15 ସୁଟିଂ ଷ୍ଟାର ହେଇଛି। ଯଦି ଆପଣ ଏ ତଳେ ଏଣ୍ଟ୍ରି କରିଥିବେ, ସେ ତଳ ଉପରେ ହେଇଛି, ତଳ ଉପରେ CSL ହିଟ୍ କରିଛି, ସେ ଜାଗାରେ ଆପଣ ପ୍ରଫିଟ ପାଇଥିବେ। ପ୍ରଫିଟ ବାହାରିଛନ୍ତି ନା ଲସ୍ ରେ ବାହାରିଛନ୍ତି? ଲସ୍ ସାର୍ ବାହାରିଛି। ଦେଖନ୍ତୁ ଏଣ୍ଟ୍ରି ଆପଣ ଏ ଜାଗାରେ ହେଲା, ଏଣ୍ଟ୍ରି ଆପଣଙ୍କ ଏଇ କ୍ୟାଣ୍ଡେଲ ଏଣ୍ଟ୍ରି ହବ କେତେ ନା 776 775 ପାଖାପାଖି ଏଣ୍ଟ୍ରି ହବ। ଇଏ ଉପରକୁ ଯାଇଛି କେତେ 4 ପଏଣ୍ଟ ଉପରକୁ ଯାଇଛି, ତାପରେ ତଳକୁ ଖସିଛି। ଆଜ୍ଞା ତେଣୁ ଏ ଜାଗାରେ ଆପଣ ଏଣ୍ଟ୍ରି ଥିଲେ, ଆପଣ ଏ ଜାଗାରେ ଏସ୍ଏଲ୍ କିନ୍ତୁ ଏ ଜାଗାରେ ରହିବେ ଆପଣଙ୍କ ଏସ୍ଏଲ୍ ଟା ଏ ଜାଗାରେ 780ରେ 5 ପଏଣ୍ଟରେ ଏସ୍ଏଲ୍ ଆପଣ ଏଣ୍ଟ୍ରି ଥିଲା କିନ୍ତୁ 704 ପଏଣ୍ଟରେ ଏସ୍ଏଲ୍ ଏଣ୍ଟ୍ରି ରହିଲା। ପ୍ରଫିଟ ମଧ୍ୟ ଦେଇ 776 ଏଣ୍ଟ୍ରି କରିଥିଲେ, 2 ପଏଣ୍ଟ ପ୍ରଫିଟ 4, କିନ୍ତୁ ଏସ୍ଏଲ୍ ବଡ ଥିଲା। ଏସ୍ଏଲ୍ ବଡ ତ ନୁହେଁ, ଏସ୍ଏଲ୍ 5 ପଏଣ୍ଟ ଥିଲା, ଏସ୍ଏଲ୍ 4 ପଏଣ୍ଟ, ଏସ୍ଏଲ୍ 4 ପଏଣ୍ଟ ଥିଲା, ଇଏ ପ୍ରଫିଟ ଦେଇଛି 2 ପଏଣ୍ଟ ଦେଇଛି। କିନ୍ତୁ ଏଠି ଯଦି ଆପଣ ଏ ଜାଗାରେ ପଶିଥିଲେ ଏଣ୍ଟ୍ରି କରିଥିଲେ କେତେ, ବାହାରିଲେ କେତେରେ? ମୁଁ ସାର୍ ଏଣ୍ଟ୍ରି କରିଥିଲି ସାର୍ 75 50 ସାର୍ ହଁ ବାହାରିଲେ କେତେରେ? ବାହାରେ ସାର୍ 4 ପଏଣ୍ଟ ରଖିଥିଲି ସାର୍ ଏସ୍ଏଲ୍ ସାର୍ ଆଉ 4 ପଏଣ୍ଟ ଷ୍ଟପ୍ ଏସ୍ଏଲ୍ ଲସ୍ ତ ଆପଣ ହେଇଥିଲା ସାର୍ ଆଉ 4 ପଏଣ୍ଟ ଏସ୍ଏଲ୍ ତ ଷ୍ଟପ୍ ହିଟ୍ ଲସ୍ ସାର୍ କଲେନି, ହେଇଥିଲା।
ଏସଏଲ ତ ହିଟ୍ କରିଛି ହେଇନି ସାର୍। ସାର୍, ମାନେ 779 ରେ ବାହାରି ଯାଇଛନ୍ତି ଆପଣ। ଆଜ୍ଞା ଆଜ୍ଞା। ଏସଏଲ ଟା ଏଇ ଜାଗା ରହିବ, ଆପଣ ଏସଏଲ ଦେଖିବେନି, ତା ତଳେ ଏଠି ଏସଏଲ ଦେଖିବେ ଟିକେ 781 ରେ ଏସଏଲ ଅଛି, ତାପରେ ଇଏ ମୋର ତଳପଟେ। 400 ଟଙ୍କା ରିକ୍ସ ନେଇଛନ୍ତି ସାର୍, 100 କ୍ୱାଣ୍ଟିଟି ଉଠେଇଥିଲି ଘରେ। ଏଇଠି କରିଥିଲେ ଆପଣ ଏସଏଲ ହିଟ୍ ହେଇନଥାନ୍ତା, ପ୍ରଫିଟ ଆପଣ ବାହାରିଥାନ୍ତେ ସେ ଜାଗାରେ, ଯେହେତୁ ଆପଣ ଇଏରେ ବାହାରି ଗଲେ। One hour। ମାନେ କ୍ୟାଣ୍ଡେଲ ବେସ୍ ରେ ଆପଣଙ୍କ ଏସଏଲ ହିଟ୍ ହେଇନି, କିନ୍ତୁ ଆପଣ ମାନୁଆଲି ବାହାରି ଯାଇଛନ୍ତି ଲସ୍ ରେ, କିନ୍ତୁ ଏ କ୍ୟାଣ୍ଡେଲ ବେସିସ୍ ରେ ଆପଣଙ୍କ ଏସଏଲ ହିଟ୍ ହେଇନି, ଆପଣ ଏସଏଲ ଟା ଏଇ ଜାଗାରେ ରଖିଥିଲେ, ଏସଏଲ ହିଟ୍ ହେଇନଥାନ୍ତା, ଆପଣ ଛୋଟ ପ୍ରଫିଟ ଦେଇଥାନ୍ତେ, ନଚେତ କଷ୍ଟ ବାହାରିଥାନ୍ତେ। ଇଏ ଟୋଟାଲ ଦିନ ସାରା ଟୋଟାଲ ବି ଏସଏଲ ହିଟ୍ କରେନି, ଦିନ ସାରା ଇଏ ହାଇ କି ସେ ବ୍ରେକ୍ କରିନି। ଆଜ୍ଞା। ସାର୍ ସୁଟିଂ ଷ୍ଟାର କଣ ସାର୍ ରାଇଟ୍ ସାର୍? ହଁ ସୁଟିଂ ଷ୍ଟାର ଅଛି, ମାର୍କେଟ ଏଠି ଉପରୁ ଯାଇଛି, ସୁଟିଂ ଷ୍ଟାର ବନିଲା, ସେ ଜାଗାରେ ଆପଣ ଏଇଠି ଏଣ୍ଟ୍ରି, ଆପଣ ଏଣ୍ଟ୍ରି ଥାନ୍ତା କେତେ ଜାଗାରେ ନା 776 ଏଣ୍ଟ୍ରି ଥାନ୍ତା, କାରଣ 777 ଆର 776 10.94 ଅଛି, ତେଣୁ 776 କିମ୍ବା 776 ଆପଣ ଏଣ୍ଟ୍ରି ଥିଲେ, ତାହେଲେ ସେ ଯେ କଣ ଏସଏଲ ଉପରୁ ରହିଲେ 5 ପଏଣ୍ଟ ରହିଲେ, ଆପଣ ଟାର୍ଗେଟ 5 ପଏଣ୍ଟ ରଖି ପାରିଥାନ୍ତେ, କିନ୍ତୁ ସେ ତଳକୁ ଆସିଲେ ସେଇ ଜାଗାରେ ରହିଛି ଆଉ। ଆଜ୍ଞା ଆଜ୍ଞା। ଆଉ କାହାର କିଛି କ୍ୱେଶ୍ଚନ? ନାଇଁ, ତାହେଲେ ଦେଖନ୍ତୁ ପୂର୍ବ କ୍ଲାସରେ ଆମେ ପଢିଥିଲେ ଆରଏସଆଇ ପଢିଥିଲେ, ଆମେ ଆରଏସଆଇ ରେ ଆମେ କଣ ପଢିଥିଲେ ନା, ଯଦି ଆରଏସଆଇ 60 ପ୍ଲସ୍ ରହୁଛି, ଯଦି ଆମେ 60-40 କରିବା, 60 ପ୍ଲସ୍ ରହିଲେ ସେ ଜାଗାରେ ଆମେ କଣ କରିବା ନା ପ୍ଲାନିଂ କରିପାରିବା, ବାୟ ପ୍ଲାନିଂ କରିପାରିବା, ଯଦି 40 ତଳକୁ ଆସେ ତାହେଲେ ସେ ଜାଗାରେ ସେଲ୍ ପ୍ଲାନ୍ କରିପାରିବା। ତ ଏଇଟା ପଢିଥିଲେ 60-40 ର ସେଟିଂ। ଆଉ ଗୋଟେ ସେଟିଂ ପଢିଥିଲେ କଣ ନା 75 ଆଉ ଆଗେ ପଢିଥିଲେ 75-35, 75-35 ହେଲା କଣ ନା, ଯଦି ମାର୍କେଟ ଉପରକୁ ପଳେଇଲା, ଉପରୁ ପଳେଇଛି, ଉପରୁ ଯେ ତଳକୁ ଆସି 75 କ୍ରସ୍ କରି ତଳକୁ ଆସେ, ତାହେଲେ ସେ ଜାଗାରେ ଆପଣ କଣ କରିବେ ନା ସେଲ୍ କରିବେ। ନେକ୍ସଟ ଆସିଲା କଣ ନା, ମାର୍କେଟ ଯେ ତଳେ ଅଛି, ତଳୁ ଉପରକୁ ଯାଉଛି, ଉପରୁ ଯେତେବେଳେ ଯାଉଛି 35 ଯେତେବେଳେ କ୍ରସ୍ କରି ଉପରକୁ ଯାଉଛି, 35 କ୍ରସ୍ କରି ଯାଉଛି, ତାହେଲେ ସେ ଜାଗାରେ ଆମେ କଣ କରିବା ନା ବାଇ ପ୍ଲାନ୍ କରିବା। ଏଠି କଣ କଲେ ନା ଟପ ରେ ସେଲ୍ କରୁଥିଲେ, ବଟମ ରେ କଣ କରୁଥିଲେ, ବଟମ ରେ ବାଇ କରୁଥିଲେ। ଏଠି କଣ କରୁଥିଲେ ନା, ଯେତେବେଳେ ଏଇଟା ହେଲା ମୋମେଣ୍ଟମ ବେସିସ୍, ଏଇଟା ହେଲା ମୋମେଣ୍ଟମ, ମାନେ 60 ପ୍ଲସ୍ ଗଲେ ଗାଡି ସ୍ପିଡ ଉପରେ ଅଛି, ସ୍ପିଡ ଉପରେ ଅଛି, ଗାଡି ଆଉ କିଛି ସ୍ପିଡ ରେ ପଳେଇବ। ଏଠି ମଧ୍ୟ କଣ ନା, ଯେହେତୁ ମାର୍କେଟ ତଳକୁ ଆସୁଛି, 40 ତଳକୁ ଯଦି ଆସିଲା, ତାହେଲେ ସେଇ ମୋମେଣ୍ଟ କଣ ହବ ନାଇଁ କିଛି ତଳକୁ ପଳେଇବ। ଇଏ ହେଲା ମୋମେଣ୍ଟମ ବେସିସ୍, ଏଇଟା ହେଲା କଣ ଟପ ରେ ସେଲ୍ ଆଉ ବଟମ ରୁ ବାଇ କରିଛନ୍ତି, ଏ ମେଥଡ। ତାହେଲେ ଦେଖନ୍ତୁ ସୁଇଂ ଟ୍ରେଡିଂ ରେ କଣ କରିବେ, ସୁଇଂ ଟ୍ରେଡିଂ ଗୋଟେ ସ୍କାନର ମୁଁ ଦେଖାଉଛି, ଦେଖନ୍ତୁ ଏ ସ୍କାନର ଟା ବି ମଧ୍ୟ ମୁଁ ଆପଣଙ୍କୁ ପ୍ରୋଭାଇଡ କରିଦେବି। ସମସ୍ତଙ୍କର ସିଷ୍ଟମ ଲ୍ୟାପଟପ୍ ଅଛି ତ, ଅଛି ନା ନାଇଁ? ଅଛି ସାର୍। ଆଜ୍ଞା ସାର୍ ଅଛି। ଅଛି ସାର୍, ଅଛି। ଅଛି ସାର୍। ମୋର ସାର୍ କିନ୍ତୁ ଓପନିଂ ହଉନାହିଁ। ଆଜ୍ଞା, ମୋର ସାର୍ ଓପନ ହଉନାହିଁ ସେଟା। କଣ ଓପନିଂ ହବନି? ଓପନିଂ କଣ ହବନି? ମୋର ସାର୍ ଯୋଉ ଆଗ ସ୍କାନର ଟା ଇଏ କଲା ବେଳକୁ ସେଟା ଜଏନ୍ ହେଉଛି ଯାଇକି ଟେଲିଗ୍ରାମ ର ହଉନା। ଓପନ ହଲେ ଆପଣ ଲାପଟପ ରେ ଓପନ କରିଛନ୍ତି ତ? ହଁ ହଁ ସେଇ ଲିଙ୍କ ଟାକୁ ଲାପଟପ ରେ ଓପନ କରିଛନ୍ତି ତ? ଆଜ୍ଞା ସାର୍। ଆପଣ ଲାପଟପ ରେ ଏବେ ଇଏ କରନ୍ତୁ, ହ୍ୱାଟ୍ସଆପ ଖୋଲନ୍ତୁ ତ। ଦେଖନ୍ତୁ ମୁଁ ବର୍ତ୍ତମାନ ଏଇଟା ପଠେଇ ଦଉଛି, ଏଇ ଚାର୍ଟ ରେ ପଠେଇ ଦଉଛି ସମସ୍ତେ।
ए लिंक ऊपर क्लिक करंतु जो लिंक बटन लिंक ऊपर क्लिक करंतु लैपटॉप रे अच्छे लैपटॉप रे क्लिक करंतु ओपन होचे ଆଜ୍ଞା ସାର୍ ଓପନ୍ ହଉଛି। समस्त ओपन करंतु जनकर ओपन हला मीन्स समस्तଙ୍କର डेफिनेटली ओपन हो जदि ओपन न हो मीन्स कहार ओपन हबनी जनकर ओपन हला मीन्स समस्तଙ୍କର ओपन हबो जदि न होची मीन्स आपण ओपन करि पार नहंती और आपनकर आ किछि प्रॉब्लम रहउछ कहंतु आउ कि केते ओपन हले ସାର୍ ଭ୍ୟू ଓନଲି ଦେଖୁଛି। ଓପନ ହଉଛି ସାର୍। ହଉଛି ସାର୍ ଭ୍ୟू ଓନଲି। ଟେଲିଗ୍ରାମ ପଠେଇଲି ସାର୍। ମୁଁ ଆପଣ ଏଇଠି ଚାର୍ଟ ରେ ଜୁମ ରେ ପଠଉଛି ଆପଣ ଟେଲିଗ୍ରାମ କଥା କଣ ପଚାରୁଛନ୍ତି ମତେ ଶୁଣୁନାହାନ୍ତି କି ମୁଁ କହିଲି ଏଇଠି ଚାର୍ଟ ରେ ପଠେଇଲି ଆପଣଙ୍କୁ ଚାର୍ଟ ଦେଖନ୍ତୁ ଆପଣଙ୍କର ଏଇ ଚାର୍ଟ ରେ ଦେଖନ୍ତୁ ଜୁମ ମିଟିଂ ରେ କରିଛନ୍ତି ସେ ଚାର୍ଟ ରେ ଆପଣ ତ ଲାପଟପ ରେ ଥିଲେ ସିନା ଏଖରେ ମୋବାଇଲ ଥିଲେ ତ ଅସୁବିଧା ଅଛି ଅଛି। ଏଇ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ସମସ୍ତେ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ହଁ ସାର୍ ଖୋଲିଲା କଲି ସାର୍। କଲି। ହଁ ସାର୍ ଖୋଲିଲା। କଣ ଶ୍ରୀକାନ୍ତ ସାର୍ ଆପଣ ଖୋଲିଲା ନା ଖୋଲିଲାନି ଆଜ୍ଞା ସାର୍ ଖୋଲିଛି। ଏଇ ସ୍କ୍ରିନ ରେ ଯେମିତି ଦେଖ ସେମିତି ସମସ୍ତଙ୍କର ଖୋଲିଛି ଆଜ୍ଞା। ଏଇଠି ଫାଇଲ ଉପରେ କ୍ଲିକ୍ କରନ୍ତୁ ସମସ୍ତେ ଫାଇଲ ଉପରେ କ୍ଲିକ୍ କରନ୍ତୁ ଫାଇଲ ଉପରେ କ୍ଲିକ୍ କଲେ ଜାଣିବୁନି ସାର୍ କଣ। ଏଇ ଫାଇଲ ଉପରେ ଆପଣ ସ୍କ୍ରିନ ଉପରେ ଦେଖୁଛି ଫାଇଲ ଉପରେ କ୍ଲିକ୍ କରି ଏଇଠି ଫାଇଲ ଉପରେ କ୍ଲିକ୍ କରି ଏଇଠି ଓପନ ହେଇକି ରହିଲା ଏଇଠି ଫାଇଲ ଦେଖୁଛନ୍ତି ନା ଏଇଠି ଦେଖୁଛନ୍ତି ନା ଦେଖୁନାହାନ୍ତି ଏଇଠି ଫାଇଲ ଅଛି फाइल ऊपर क्लिक करନ୍ତୁ ସେ फाइल ଉପରେ କ୍ଲିକ୍ କ୍ଲିକ୍ କରିନି କରନ୍ତୁ ସାର୍। ସମସ୍ତେ କ୍ଲିକ୍ କରନ୍ତୁ ତାପରେ मेक ए कॉपी ଉପରେ କ୍ଲିକ୍ କରନ୍ତୁ ସାର୍ ମୋର ହେଇଗଲା। मेक कॉपी ଉପରେ କ୍ଲିକ୍ କରିକିରି ଏଇଟା ଆପଣ ଯେକୌଣସି ନାଁରେ ଚାହୁଁଛନ୍ତି ସେଭ୍ କରିବାକୁ ସେଭ୍ କରିପାରିବେ ଏଠି କପି ଅଫ୍ ଲେଖା ହେଇଛି ଅଛି ଏ କପି ଅଫ୍ ଉଠେଇକିରି ଯାହା ନବା ପାଇଁ ଚାହିଁବେ ଯଦି ଯାହା ଆପଣ ନେମ୍ ଦେବା ପାଇଁ ଷ୍ଟାର୍ଟିଂ କରିଦେବେ ଜଣେ ଯଦି ସପୋଜ ନିଜ ନାଁରେ ସେଭ୍ କରିବା ପାଇଁ ଚାହୁଁଥିବେ ଶ୍ରୀକାନ୍ତ କରିବା ପାଇଁ ଚାହୁଁଥିବେ ଏଠି ଲେଖିଦେବେ ଶ୍ରୀକାନ୍ତ ଫାଇଲ ପରେ ସାର୍ ମେକ୍ କପି। ଆଉ ଶ୍ରୀକାନ୍ତ ଟିକେ ସାର୍ କଲେ ଆଉ ଇଏ ଟିକେ ଜାଣି ହେଲାନି। କଣ ଜାଣିପାରିଲେନି କୁହନ୍ତୁ ମାନେ ଆମେ ଫାଇଲ ଟା ଓପନ କରୁଛୁ କିନ୍ତୁ ସେଠି କଣ ସେଭ୍ ହବ ସେଇଆ। ଆପଣ ଓପନ କଲେ ମୁଁ କହୁଛି ଷ୍ଟେପ ବାଇ ଷ୍ଟେପ ନା ଓପନ କଲା ପରେ ଫାଇଲ ଉପରେ କ୍ଲିକ୍ କରିବେ ଫାଇଲ ଉପରେ କ୍ଲିକ୍ କଲେ ଫାଇଲ ଫାଇଲ ଉପରେ କ୍ଲିକ୍ କଲା ପରେ ତାପରେ ମେକ୍ ଏ କପି ଉପରେ କ୍ଲିକ୍ କଲେ ଆଜ୍ଞା। ହଁ ମେକ୍ ଏ କପି ଉପରେ କ୍ଲିକ୍ କଲା ପରେ ଏତିକି ଜିନିଷ ଆସିବ ଆପଣଙ୍କୁ ଏଇ ଡାୟଲଗ ବକ୍ସ ଟା ଓପନ ହେଇଯିବ ଓପନ ହେଲା ସମସ୍ତଙ୍କର ମୋର ସାର୍ ଆସୁନାହିଁ। ଆରେ ଭାଇ ଫାଇଲ ଉପରେ କ୍ଲିକ୍ କଲେ ସମସ୍ତଙ୍କର ମେକ୍ ଏ କପି ଉପରେ କ୍ଲିକ୍ କଲେ ସମସ୍ତଙ୍କ ଏଇଆ ଆସିବ ଆସିବନି କାହିଁକି ଏ ବକ୍ସ ଟା ସାର୍ ଓପନ ହଉନି। କଣ ଓପନ ହଉଛି ମେକ୍ ଏ କପି ଉପରେ କ୍ଲିକ୍ କରିଛନ୍ତି ତ ଆଜ୍ଞା। फाइल मेक ए कॉपी क्लिक कला पर এই বক্সটা অটোমেটিক ওপেন হবে ଆପଣ ମୋବାଇଲ ଓପନ କରୁଛନ୍ତି ଲ୍ୟାପଟପ ରେ ଓପନ କରୁଛନ୍ତି ଲାପଟପ ରେ। ମୁଁ ଆପଣ ଆଗରେ ଓପନ କରି ରଖୁଛି ନା ଦେଖୁଛନ୍ତି ଏହା ଓପନ ହଉଛି ବୋଲି ଆପଣ ସ୍କ୍ରିନ୍ ସେୟାର କରନ୍ତୁ ନହେଲେ ଆପଣ ଏଟା ଜୁମ୍ ଟା ମୋବାଇଲ ରେ ଅଛନ୍ତି ନା ଲ୍ୟାପଟପ ରେ ଅଛନ୍ତି ଲାପଟପ ରେ। ଲ୍ୟାପଟପ ସ୍କ୍ରିନ୍ ସେୟାର କରନ୍ତୁ କଣ ଅଛନ୍ତି ଦେଖିବା ସ୍କ୍ରିନ୍ ସେୟାର କରନ୍ତୁ स्क्रीन शेयर करनाहांती शेयर ऊपर क्लिक करନ୍ତୁ ଆଜ୍ଞା। କ୍ଲିକ୍ କଲେ ଆଜ୍ଞା। କ୍ଲିକ୍ ତ ଏପର୍ଯ୍ୟନ୍ତ କରିନାହାନ୍ତି ଆପଣ ସେୟାର ଉପରେ କ୍ଲିକ୍ କରିନାହାନ୍ତି ଆପଣ ଜୁମ୍ ର ଯୋଉଟା ଅଛି ସେୟାର ସେ ସେୟାର ଉପରେ କ୍ଲିକ୍ କରିନାହାନ୍ତି
କ୍ଲିକ୍ କଲେ ଏଇଠି ଆପଣ ମୋ ସ୍କ୍ରିନରେ ଦେଖେଇବେ ଯେ ଆପଣ ସେୟାର ଉପରେ କ୍ଲିକ୍ କଲେ ବୋଲି। କଣ ସେୟାର ପାଉନାହାନ୍ତି ନା କଣ? ଆଉ ନାହିଁ। ଆପଣ ଜୁମ ର ଯୋଉ ଲିଙ୍କ ଟା ଅଛି ଆପଣ ବ୍ଲାକ୍ କଲର ଆଚ୍ଛା ଦେଖା ହଉଛି, ଲେଖା ହେଇଛି ପାର୍ଟିସିପାଣ୍ଟ ଚାର୍ଟ, ରେଜ୍ ହ୍ୟାଣ୍ଡ, ସେୟାର ଲେଖା ହେଇଥିବ ଆପଣଙ୍କର। ଯୋଉ ଚିହ୍ନ ଲେଖା ହେଇଥିବ ଦେଖନ୍ତୁ। ଗ୍ରୀନ କଲର ଲେଖା ହଁ ହେଇଥିବ ସେୟାର। ପାର୍ଟିସିପେଟ ଲେଖା ହଉଛି। ତାପରେ ଦେଖନ୍ତୁ କଣ ଲେଖା ହେଇଛି, ଚାର୍ଟ ଚାର୍ଟ ତାପରେ କଣ ଲେଖା ହେଇଛି, ମୋର ଲେଖା ହେଇଛି। ମୋର ଉପରେ କ୍ଲିକ୍ କରନ୍ତୁ। କଣ ହଁ ଆସିଲା? ସେୟାର ଆସିଲା ସେୟାର। ସେୟାର ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିଛି। କ୍ଲିକ୍ କରିନାହାନ୍ତି, କରନ୍ତୁ ସେୟାର ଉପରେ କ୍ଲିକ୍। ଯୋଉ ଲିଙ୍କ ଉପରେ ଚାର୍ଟ ପଠେଇଥିଲି ଲିଙ୍କ, ସେ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। ଚାର୍ଟ ଉପରେ ଯୋଉ ଲିଙ୍କ କରିଛି ସେ ଲିଙ୍କ ଉପରେ ଏଗେନ୍ ଆଉଥରେ କ୍ଲିକ୍ କରନ୍ତୁ। ଚାର୍ଟ ଉପରେ କ୍ଲିକ୍ କରନ୍ତୁ, ଚାର୍ଟ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। କପି ନାହିଁ, ଆପଣ ସେ ଲିଙ୍କ ଉପରେ କ୍ଲିକ୍ କରନ୍ତୁ। କପି ନାହିଁ, ତାର ଉପରେ କ୍ଲିକ୍ କରନ୍ତୁ। ଚାର୍ଟ ଉପରେ ଆପଣ ସାର୍ କ୍ଲିକ୍ କରୁନାହାନ୍ତି। ଚାର୍ଟ ଟା ପାଉନାହାନ୍ତି କି? ଆଉ ନାହିଁ। ସାର୍ ଜୁମ୍ ତ କାହିଁ ଲାପଟପ ରେ ଦେଖା ଯାଉନି, ଜୁମ୍ ଜଏନ୍ ହେଇଛି ବୋଲି। ଅଛନ୍ତି ତଳେ, ତାଙ୍କୁ ଦେଖଉଛି ତଳେ। ଭାଇ କରନ୍ତୁ, ଆଉ 3-4 ମିନିଟ୍ କ୍ଲାସ ମୁଁ ଓଭର କରିଦିଏ, ନେକ୍ସଟ ମୋର ସେପଟେ କ୍ଲାସ ଅଛି। ନହେଲେ ହ୍ୱାଟ୍ସଆପ ରେ ମୁଁ ପଠାଉଛି, ହ୍ୱାଟ୍ସଆପ ରେ ଆପଣ ଇଏ କରନ୍ତୁ। ନହେଲେ ସାର୍ ବ୍ରାଉଜର ଟା ଓପନ କରନ୍ତୁ, ସେଠି ଦେଖେଇଦବ ନା କଣ ପ୍ରୋବ୍ଲେମ ଅଛି। ଏଠି ଆପଣ ଇଏଟା ଖୋଲିଲେ, ସେ ଗୁଗଲ ଲିଙ୍କ ଟା କ୍ରୋମ ଟା ଖୋଲନ୍ତୁ। ଖୋଲନ୍ତୁ। ଗୁଗଲ କ୍ରୋମ ଟା ଖୋଲନ୍ତୁ। ଆଜ୍ଞା। ଏଇଠି ଫାଇଲ ଉପରେ କ୍ଲିକ୍ କରନ୍ତୁ। ଫାଇଲ ସାଇନ ଇନ ସାର୍ କରିଦିଅନ୍ତୁ, ସେଟା ୟାଙ୍କର ହେଇଯିବ। ସାଇନ୍ ଇନ୍ ହେଇନାହିଁ, ଗୁଗୁଲ ସାଇନ ମେଲ୍ ଆଉଟ୍ ସାଇନ୍ ଅଛି। ଇନ୍ ହେଇନାହିଁ ସାର୍। କଣ କହିବି, ପ୍ରଥମ କ୍ଲାସ ଭାଇ କହି ଚାଲିଛି, ଏଇ ଜିନିଷ ଓପନ କରିବା ପୂର୍ବରୁ ଆପଣ ସାଇନ ଇନ କରିବା ଦରକାର। ଆପଣ ମେଲ ଆଇଡି ଦିଅନ୍ତୁ, ମେଲ ଆଇଡି ଟାଇପ କରୁନାହାନ୍ତି। ଛାଡ଼ନ୍ତୁ, ଆପଣ ପରେ ସବୁ ବନ୍ଦ କରିଦିଅନ୍ତୁ। ମୁଁ କହିଦଉଛି ନେକ୍ସଟ କ୍ଲାସ ନିଜେ ଟ୍ରାଏ କରିବେ, ଆଗ ସାଇନ ଇନ୍ କରିବେ, ଖୋଲିବେ, ଓପନ ହବ। ମୁଁ ଖାଲି ଷ୍ଟ୍ରାଟେଜି ଟା ବୁଝେଇ ଦିଏ, ଆଉ 3 ମିନିଟ୍ ପରେ କ୍ଲାସ ମୁଁ ଅଫ୍ କରିଦେବି। ଆପଣ ବନ୍ଦ କରିଦିଅନ୍ତୁ, ସ୍କ୍ରିନ୍ ସେୟାର ବନ୍ଦ କରିଦିଅନ୍ତୁ। ଏବେ ମୋ ସ୍କ୍ରିନ୍ ଦେଖିପାରୁଛନ୍ତି? ସାର୍ ଆସିଲା। ଆଜ୍ଞା ସାର୍ ଆସିଲା। ତାହେଲେ ଇଏ ଷ୍ଟ୍ରାଟେଜି ହେଲା କଣ ନା, ଆମେ ଦେଖିଲେ କଣ ନା, ଯଦି 60+ ଥିଲେ ଆପଣ କଣ କରୁଛନ୍ତି ନା ବାୟ କରୁଛନ୍ତି। ଯେତେବେଳେ 75 କ୍ରସ୍ କରି ପଳଉଛି, 8 ପାଖରେ ଯାଉଛି, ତାକୁ କୁହନ୍ତି ଆପଣ ଓଭର ବଟ କହୁଛନ୍ତି। କଣ କହୁଛନ୍ତି ନା ଓଭର ବଟ, ଅଧିକା ବାୟ ହେଇଯାଇଛି। ଏ ତଳକୁ ଆସୁଛି, ଯଦି 40 ତଳକୁ ଯଦି ଆସିଲା, 40 ତଳକୁ ତଳେ ସେ ଯାରେ କୁହନ୍ତି 40-30 ପାଖାପାଖି ଯଦି ପଳେଇ ଆସୁଛି, 30 ତଳକୁ ଯଦି ଆସୁଛି, ସେଇଟା କହନ୍ତି ଆପଣ ଓଭର ସୋଲ୍ଡ କହନ୍ତି। ତାହେଲେ ଯୋଉ ଷ୍ଟକ୍ ଗୁରା ଦେଖିବେ ବର୍ତ୍ତମାନ ତଳୁ ଖସୁଛି, ଆପଣ ତ ବର୍ତ୍ତମାନ କଣ ମାର୍କେଟ ତଳକୁ ଖସୁଛି। ମାର୍କେଟ କଣ ହଉଛି ନା ତଳକୁ ଖସୁଛି। ଯେହେତୁ ତଳକୁ ଖସୁଛି, ତାହେଲେ ଯଦି ଆପଣ ଷ୍ଟକ୍ କୋଉ ଷ୍ଟକ୍ କୁ ଟାର୍ଗେଟ କରିବେ, ଆଇଦର ନିଫ୍ଟି 50। ନିଫ୍ଟି 50 ହେଲା ମିନ୍ସ ଆପଣଙ୍କ ଇଣ୍ଡିଆର ପ୍ରଥମ 50 ନମ୍ବର ଷ୍ଟକ୍ ହଉଛନ୍ତି ନିଫ୍ଟି 50 ରେ ଯାଉଛନ୍ତି। ଯଦି ନିଫ୍ଟି 100 କରିବେ, ନିଫ୍ଟି 100 ମିନ୍ସ
ଆପଣଙ୍କ ଦେଶରେ ଯେତେଟା ଷ୍ଟକ୍ ସବୁ ଅଛନ୍ତି ଟପ୍ 100 ଷ୍ଟକ୍ ହେଲା ନିଫ୍ଟି 100। ସିମିଲାର ନିଫ୍ଟି 200 କହିଲେ କ'ଣ, ନିଫ୍ଟି 200 କଲେ ଆପଣଙ୍କ ଦେଶର ଟପ୍ ମୋଷ୍ଟ 200 ଷ୍ଟକ୍। ତେଣୁ ୟା ଦେହରେ ଆମେ ଯଦି ଇନଭେଷ୍ଟମେଣ୍ଟ କରୁଛେ ତାହେଲେ କ'ଣ ହବ ନା, ଯେତେ ନିଫ୍ଟି 50ରେ ଆମେ କରୁଛେ, ନିଫ୍ଟି 50ରେ ଯଦି ଇନଭେଷ୍ଟମେଣ୍ଟ କରୁଛେ ଟପ୍ କମ୍ପାନୀ ଅଛି, ତେଣୁ ଟପ୍ କମ୍ପାନୀ ଅଛି, ସେ ଜାଗାରେ କମ୍ପାନୀଟା ଡୁବିବାର ଚାନ୍ସେସ୍ କମ୍ ରହିବ। ତା ମାନେ ଯେ ଡୁବିବନି, ଡୁବିଛନ୍ତି, ବହୁତ ଜଣ ମଧ୍ୟ ଡୁବିଛନ୍ତି, ବହୁତ ନଜର ଅଛନ୍ତି ଡୁବିଛନ୍ତି, କିନ୍ତୁ ଏ ଜାଗାରେ ଡୁବିବାର ମାନେ କମ୍ପାନୀଟା ପୁରା ଲସ୍ ହେଇଯିବାର, ପୁରା ବନ୍ଦ ହେଇଯିବାର ଚାନ୍ସେସ୍ ଏ ଜାଗାରେ କମ୍ ରୁହେ। ତେଣୁ ଏ ଜାଗାରେ ଆପଣ ଇନଭେଷ୍ଟମେଣ୍ଟ କରିବା ତତ୍କାଳ ଏ ଯୋଉ ଏ ଷ୍ଟ୍ରାଟେଜି ହେଲା RSI 30 ଷ୍ଟ୍ରାଟେଜି। RSI 30 ଷ୍ଟ୍ରାଟେଜି ହେଲା କ'ଣ ନା, ଯେତେବେଳେ ଯେକୌଣସି ଷ୍ଟକ୍ଟା ତଳୁ ତଳୁ ଖସି ଅଛି, RSI 30 ପଳେଇ ଆସିଲା, RSI ଡେଲି ଟାଇମ୍ ଫ୍ରେମ୍ରେ RSI 30 ତଳକୁ ଖସି ଆସୁଛି, ତାହେଲେ କିଛି ଜିନିଷ ନେଗେଟିଭ୍ ନ୍ୟୁଜ୍ ଆସିଛି, ଯୋଉଥିପାଇଁ ସେ ତଳୁ ତଳୁ ଖସିଛି। ତେଣୁ ସେୟାର ମାର୍କେଟରେ ବୁଦ୍ଧିଜୀବୀ ମାନେ କୁହନ୍ତି ଆପଣ କୋଉ ଷ୍ଟକ୍କୁ ଟାର୍ଗେଟ ରଖିବେ ଆଉ କୋଉଠି ବଡ଼ ପ୍ରଫିଟ୍ ଆପଣ ପାଇପାରିବେ ନା, ଯୋଉ ଷ୍ଟକ୍ଗୁରା ତଳକୁ ଖସୁଥିବ। ଯଦି ଉପରୁ ଉପରୁ ଚାଲୁଛି, ଉପରୁ ଧରିଲେ କ'ଣ ହବ, ଆପଣ କମ୍ ପ୍ରଫିଟ୍ ରହିବ, ରିସ୍କ ମଧ୍ୟ ରହିବ ଅଧିକା ତଳକୁ ଖସିବାର। କିନ୍ତୁ ଯିଏ ତଳକୁ ତଳ ଖସି ଚାଲିଛି ତ ସେ କ'ଣ ହବ, କିଛି ତ ନ୍ୟୁଜ୍ ଯୋଗୁଁ ସେ ତଳକୁ ଖସୁଛି ନା, ତାପରେ ସେଇଟା ଭଲ ହେଇଗଲା ପରେ ସେ ଉପରକୁ ଯିବ। ଉପରକୁ ଯିବନି, ସେ ଜାଗାରେ ଆପଣ ଟାର୍ଗେଟଟା ବହୁତ ବଡ଼ ରହିଯିବ। ଇଏ ପୁରା ତଳକୁ ବଟମକୁ ଖସି ଆସିଛି, ଯଦି ଉପରୁ ଯିବେନି ତାହେଲେ ବହୁତ ବଡ଼ ଆକାରରେ ସେ ଉପରୁ ଯିବ। ଯେହେତୁ ବହୁତ ବଡ଼ ଆକାରରେ ଉପରୁ ଯିବ, ତାହେଲେ ସେ ଜାଗାରେ ଆପଣ ପ୍ରଫିଟ୍ ହେବାର ଚାନ୍ସେସ୍ ଅଧିକା ରହିବ। ଜଣକେ ଆମେ ବଟମଟା କେମିତି ପାଇବୁ, ତାର ବଟମଟା କୋଉଠି ହେଲା, କାହାର କେତେ ବଟମ କେତେ ତଳକୁ ଖସେ କେହି କହିପାରିବେନି। କିନ୍ତୁ ଏ ଜାଗାରେ ଆପଣ କ'ଣ କରିପାରିବେ ନା, ଯୋଉ ଷ୍ଟକ୍ ସବୁ RSI 30 ତଳକୁ ପକେଇ ପଳେଇ ଆସିଛି, 35 ତଳକୁ ଖସିଲା, 35 ତଳକୁ ଖସିଲା, ଆଉ ଯଦି ଖସୁଛି 30 ପାଖାପାଖି ଆପଣ ଟାର୍ଗେଟ ରଖନ୍ତୁ। କେତେ 30 ପାଖାପାଖି, 30 ପାଖାପାଖି ଯୋଉ RSI ଅଛି, ଯାହାର RSI 30 ଅଛି, ଆପଣ ସେଇଟା କ'ଣ ବାଇ କରିବେ। ତ ଜଣେ କହିବେ ସାର୍ ତ ତଳକୁ ଖସୁଛି, ଏଇଠି ଦେଖିବେ ଆପଣ, ଏଇଠି ଆପଣ ଦେଖିବେ କ'ଣ ଦେଖିଲେ ନା, ଏଇଠି ଦେଖିଲେ OFC କହୁଥିଲେ ଆପଣ, ଦେଖନ୍ତୁ ଦେଖିଲେ ବର୍ତ୍ତମାନ କ'ଣ ହଉଛି ନା, ବର୍ତ୍ତମାନ ତଳକୁ ଖସୁଛି। ଜଣକେ ସାର୍ ମୁଁ ତଳକୁ ଖସୁଛି, ତ ଏଇଠି ଦେଖୁନ ଇଏ ତଳକୁ ଖସୁଛି ନା ସାର୍, ମୁଁ କେମିତି ଜାଣିବି ଏଇଟା ତାର ବଟମ କହିଲେ ଆଉ ତଳକୁ ସେ ଯାଇପାରେ, ଆଉ ଯୋଉ ତଳକୁ ଯିବ ତ ମତେ ଲସ୍ ହବ। ତେଣୁ ଯୋଉମାନେ RSI 30 ପ୍ଲାନିଂରେ ଆପଣ ବାୟ କରୁଛନ୍ତି, ଦେଖନ୍ତୁ ଏଠି ମଧ୍ୟ RSI ଲଗେଇ ଦଉଛି, RSI କେତେ ଅଛି, ତାହେଲେ ଇଏ ବର୍ତ୍ତମାନ RSI ବର୍ତ୍ତମାନ 23 ରେ ଅଛି, ଦେଖୁଛନ୍ତି କେତେ 23 ରେ ଅଛି, ପୁରା 23 ତଳକୁ ପଳେଇଲାଣି। ଦେଖୁଛନ୍ତି ନା, ଏ ଲାଇନ ଦେଖୁଛନ୍ତି ନା, କେତେ ଦେଖୁଛ RSI 23 ଏଠି ଦେଖାଉଛି, ଦେଖିପାରୁଛନ୍ତି 23 ରାଇଟ୍ ସାଇଡରେ 23.73 ଦେଖାଉଛି, ଦେଖିପାରୁଛନ୍ତି ନା ନାଇଁ କୁହନ୍ତୁ। ଆଜ୍ଞା ସାର୍। ଏଇଠି ଦେଖନ୍ତୁ RSI କେତେ 23.70 ମିନ୍ସ ତଳୁ ତଳ ଖସି ଯାଇଛି। ଯଦି ଆପଣ 30ରେ ବାୟ କରିଥାନ୍ତି, ଜଣେ କହିବ ସାର୍ 30ରେ ମୁଁ ବାୟ କରିଥାନ୍ତି, ତାହେଲେ ସେ ଜାଗାରେ ସାର୍ ମୋତେ ଲସ୍ ରେ ଚାଲିଛି। ତ ଏ ଜାଗାରେ କ'ଣ, ଯଦି ଆପଣ RSI ବେସ୍ରେ କିଣୁଛନ୍ତି ତାହେଲେ ଲସ୍ ବୁକ୍ କରିବେନି, ଯେ ଲସ୍ ବୁକିଂ ପାଇଁ ନୁହେଁ। ତ ନିହାତି ଜାଗାରେ କ'ଣ, ୟା ତଳେ ବି ଖସିପାରେ, ଏବେ ଖସୁଛି, ଏବେ RSI 23 ଅଛି, ଆଉ ବି ଖସିପାରେ। ତାହେଲେ ଏ ଜାଗାରେ ଆପଣ ପ୍ଲାନିଂ କ'ଣ କରିବେ, ଯଦି ଆପଣ 30ରେ ବାୟ କରୁଛନ୍ତି, ଦେଖନ୍ତୁ ସପୋଜ ଆପଣଙ୍କ ପାଖରେ 1 ଲାଖ ଯଦି କ୍ୟାପିଟାଲ, 1.5 ଲାଖ ଯଦି କ୍ୟାପିଟାଲ ଅଛି, 1.5 ଲାଖ আর 1 ଲାଖ କ୍ୟାପିଟାଲ ଅଛି, ଯଦି ଏଇ ଷ୍ଟ୍ରାଟେଜିରେ ଆପଣ ଯଦି ଟ୍ରେଡ୍ କରିବା ପାଇଁ ଚାହୁଁଛନ୍ତି, ସପୋଜ 1.5 ଲାଖ ଅଛି, ଆପଣ ଗୋଟେ ଷ୍ଟକରେ କେତେ ଟଙ୍କା ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହୁଁଛନ୍ତି, 10,000 ଟଙ୍କା ଇନଭେଷ୍ଟମେଣ୍ଟ କରିବାକୁ ଚାହୁଁଛନ୍ତି କି 20,000, ସପୋଜ ଗୋଟେ ଷ୍ଟକରେ ଆପଣ 1 ଲାଖରେ 5ଟା ଷ୍ଟକ୍ କିଣିବାର ଅଛି, 5ଟା ଷ୍ଟକରେ ଯାଉଛନ୍ତି ଆପଣ ପ୍ଲାନିଂ କରିବା ପାଇଁ, 1.5 ଲକ୍ଷ ଅଛି, 1 ଲାଖରେ କିଣିବେ, ଆଉ 50,000 ଟଙ୍କା ଆପଣଙ୍କ ପାଖରେ ବ୍ୟାକଅପ୍ ରଖିବେ। ତାହେଲେ କ'ଣ କରିବେ ନା, RSI 30 ଯେତେବେଳେ ଥିବ ଆପଣ ବାଇ କରୁଛନ୍ତି, ଯଦି ଗୋଟେ ଷ୍ଟକରେ 20,000 ଟଙ୍କା ଇନଭେଷ୍ଟମେଣ୍ଟ କରିବା ଆପଣ ପ୍ଲାନିଂ ଅଛି, ତାହେଲେ RSI 30 ଯେତେବେଳେ ପଳେଇବ, ସେତେବେଳେ ଆପଣ କେତେ ବାଇ କରିବେ, 10,000 ଟଙ୍କା ବାଇ କରିବେ। ବୁଝନ୍ତୁ ପଏଣ୍ଟଟା, କେତେ ଇନଭେଷ୍ଟମେଣ୍ଟ କରିବେ, ଯଦି ଆପଣ ଗୋଟେ ଷ୍ଟକରେ 20,000 ଟଙ୍କା ଇନଭେଷ୍ଟମେଣ୍ଟ ଆପଣ ପ୍ଲାନିଂ ଥିବ, ତାହେଲେ ଫାଷ୍ଟ RSI 30ରେ କେତେ ବାଇ କରିବେ, 10,000 ଟଙ୍କା ବାଇ କରିବେ। ଯେତେବେଳେ 30ରୁ ଖସିଥିଲେ RSI 20କୁ ପଳେଇ ଆସିବ, ତାହେଲେ ସେ ଜାଗାରେ ଆପଣ ଆଉ କ'ଣ କରିବେ ନା, ଆଉ 5,000 ଟଙ୍କା ଆଡ୍ କରିଦେବେ, କେତେ 5,000 ଆଡ୍ କରିବେ, 10,000 ଆଡ୍ କରିବେନି,
5000 ଆରେ ସେଇ 20 ରୁ 10 ପଳେଇଲା ତଳକୁ ତଳକୁ ଖସୁଛି ନା ସେ ଖସିବ 10 ଯଦି ପଳେଇଲା ସେଠି ଆଉ କଣ କରିବେ ନା 5000 ଆଉ ଆଡ୍ କରିଦେବେ 20,000 ଟଙ୍କା ଇନଭେଷ୍ଟମେଣ୍ଟ କରିବାର ଥିଲା 30 ରେ କିଣିଲେ 30 ତଳକୁ ଥିଲା ଆରେ ସେ 20 ହେଇଯିବ ସେଠି ଆଉ 5,000 ଟଙ୍କା କିଣିବେ ଏଗେନ୍ ଯଦି ଆଉ 10,000 ପଳେଇଲା ମାନେ ଆରେ ସେ 10 କୁ ପଳେଇଲା ଆଉ 5 କିଣିବେ ଆଉ ସେଠି ଆଉ କିଣିବେନି ବାସ୍ କିଣିବା ଆପଣ ଓଭର ହେଇଗଲା ସେଇଠୁ ୱେଟ୍ କରିବେ ଆଉ ଯଦି ତଳୁ ଯାଉଛି ସେ ଉପରକୁ ଆସିବ ତେଣୁ ଏ ଜାଗାରେ ଆପଣ ପେସେନ୍ସ ରଖିବା ପାଇଁ ପଡିବ ୱେଟ୍ ଯଦି 30 ରୁ ବୁଲିକି ଯଦି ସେ ଉପରକୁ ପଳେଇଲା କିଛି ଅସୁବିଧା ନାହିଁ ଆପଣ ତ ପ୍ରଫିଟ୍ 5 to 6% ପ୍ରଫିଟ୍ ହେଲା ଆପଣ ପ୍ରଫିଟ୍ ବୁକ୍ କରିଦେଇ ପାରିବେ ପ୍ରଫିଟ୍ ଯଦି 6% ଆରାଉଣ୍ଡ ହେଇଗଲା ତାହେଲେ ଆପଣ ପ୍ରଫିଟ୍ ବୁକ୍ କରିପାରିବେ ନଚେତ ୱେଟ୍ କରିପାରିବେ ବଡ ପ୍ରଫିଟ୍ ପାଇଁ ୱେଟ୍ କରିପାରିବେ କିନ୍ତୁ ଅତି କମରେ 6% ପ୍ରଫିଟ୍ ଯଦି ଆସୁଛି ସେତେବେଳେ ବୁକ୍ କରିବେ ଯୋଉ ପର୍ଯ୍ୟନ୍ତ ନ ଆସିଛି ବୁକ୍ କରିବାନି ବସିକି ରହିବେ କାରଣ ସେଥିପାଇଁ ତ ଆପଣ ନିଫ୍ଟି 50 ଷ୍ଟକ୍ ଉପରେ ଆଉ ନିଫ୍ଟି 100 ଷ୍ଟକ୍ ଉପରେ ଏଟା ଫୋକସ୍ କରିବେ ଅଦର ଉପରେ ନୁହେଁ ଅଲଗା ଷ୍ଟକ୍ ନୁହେଁ ଏଇଟା ଆଇଦର ଆପଣ ନିଫ୍ଟି 100 ନେଇଯିବେ ନିଫ୍ଟି 100 ନେଲେ କଣ ଟପ୍ 100 ରହିଗଲା ତ ନିଫ୍ଟି 50 ମଧ୍ୟ ତା ଭିତରେ ରହିଯିବ ନିଫ୍ଟି 100 କରିଛନ୍ ଏଇ ଷ୍ଟକ୍ ପାଇଁ ପ୍ଲାନିଂ ଅଲଗା ଷ୍ଟକ୍ ପାଇଁ ନାହିଁ ଡୁବିଜିଆଲ କମ୍ପାନୀ ନୁହେଁ ଯଦି ଟପ୍ ମୋଷ୍ଟ 100 ରହିଲେ ଇଏ ଡୁବିବେନି ଇଏ ରହିବେ ତେଣୁ ସେଥିପାଇଁ ଆପଣ କଣ হবে ବସିପାରିବେ ୱେଟ୍ କରିପାରିବେ ଏଠି ପେସେନ୍ସ ଆପଣ ଦରକାର ଲସ୍ ଦେଇଛ ଲସ୍ ବୁକ୍ କରିବେନି ବସିକି ରହିବେ ତଳକୁ ଯେତେବେଳେ ଯିବ ସେଇ ଅନୁଯାୟୀ ଆପଣ ଆଭରେଜ କରିବେ 10 ପାଖରେ ପଳେଇଲେ ଆଉ ଆଭରେଜ କରିବେନି 10 ରେ ଆପଣ ଆଭରେଜ 20,000 ହେଇଗଲା ତାପରେ ୱେଟ୍ କରିବେ ତଳକୁ ଉପରକୁ ଆସିବ ଆପଣ ପ୍ରଫିଟ୍ ଦେଖିକି ବୁକ୍ କରିବେ ତେଣୁ ସେଥିପାଇଁ ଆମେ ନିଫ୍ଟି 100 ଷ୍ଟକ୍ ଉପରେ ଆମେ ଫୋକସ୍ କରିଛି ଜଣେ ଯଦି ଚାହିଁବ ମୁଁ ଖାଲି ନିଫ୍ଟି 50 ଉପରେ କରି 50 ଷ୍ଟକ୍ ଉପରେ କରିପାରିବେ ନହେଲେ ମ୍ୟାକ୍ସିମମ୍ 100 ତା ଉପରକୁ ଯିବେନି ଯୋଉଟା କି ଆପଣ ଅଧିକା ରିସ୍କ ରହିବ କିନ୍ତୁ ଆ ଦେହରେ ଲସ୍ ହେଲେ ମଧ୍ୟ ଆପଣ ବସିକି ରହିବେ 2 ମାସ ଲାଗିପାରେ 3 ମାସ ଲାଗିବ 6 ମାସ ଲାଗିପାରେ କିନ୍ତୁ ଇଏ ଆପଣଙ୍କୁ ପ୍ରଫିଟ୍ ଦବ ତ ଏଇଟା ହେଲା ଷ୍ଟ୍ରାଟେଜି ତେଣୁ RSI ତ 30 ତଳକୁ ଯିବ ତାହେଲେ ସେ ଜାଗାରେ ଆପଣ ବାୟ କରିବେ ତେଣୁ ଇଏ ଯଦି OFC ଜଣେ ଯଦି ବାୟ କରିବା ପାଇଁ ଚାହିଁବେ ଏବେ ଅଛି ଆପଣ ବାୟ କରିପାରିବେ କେତେ ଅଛି 23.73 ଅଛି ଯଦି 23 ଆପଣ ଯଦି ଇନଭେଷ୍ଟମେଣ୍ଟ କରିବା ପାଇଁ ଚାହିଁବେ 23 ରେ ଆପଣ ବାୟ କରିପାରିବେ ଆଉ ଯୋଉ ତଳକୁ 10 ପାଖାପାଖି ଯାଉଛି ସେଠି ମଧ୍ୟ କିଛି ଆଭରେଜ କରିପାରିବେ ଯଦି ତଳକୁ ଗଲା ଆଉ କିଛି ଆଭରେଜ କରିବେ ତ ଇଏ ନିଶ୍ଚୟ ଆପଣ ତଳକୁ ଉପରକୁ ଆସିବେ ନିଶ୍ଚୟ ଆପଣ ପ୍ରଫିଟେବଲ ଦବ ଯେତେବେଳେ 5 to 6% ପ୍ରଫିଟ୍ ହେଇଯିବ ଦେଖନ୍ତୁ ଲସ୍ ରେ ଯାଉଛି 20% ଆପଣ ବି ଲସ୍ ପାଖାପାଖି ଦେଖେଇ ପାରେ କିନ୍ତୁ ଆପଣ ବସିକି ରହିବେ ଓକେ ତାହେଲେ ଇଏ ଆପଣ ଇଏ ସ୍କାନର କଣ ହେଲ୍ପ କରିବ ନା ଇଏ ସ୍କାନର ରେ ଇଏ ଦେଖନ୍ତି ଏଠି ଅଲଗା କିଛି ଜିନିଷ ଲେଖା ହେଇଛି ମୁଁ ଅଲଗା କିଛି କହିଲି ଆଜାରେ ଏ ଯୋଉ 35 30 ଏ ବେସିସ୍ ରେ ଅଛି ଆଭରେଜ କରିବା ପାଇଁ ମୁଁ କିନ୍ତୁ କହିଲି ଆପଣ 30 ରେ ବାଇ କରିବେ 20 ରେ ଆହୁରି ଆଭରେଜ କରିବେ ଆଉ 10 ରେ ଆଭରେଜ କରିବେ ତାପରେ ଆଉ ଆଭରେଜ କରିବେନି ଛାଡ଼ିଦେବେ ଏଇ ଆଧରେ କିନ୍ତୁ ଅଲଗା କିଛି ଲେଖା ଅଛି ତାହେଲେ ଏଇ ଜାଗାରେ ଆପଣ ଦେଖିବେ କଣ ନା ଏ ସ୍କାନର ଏଠି ଆପଣ ଦେଖିବେ ରାଇଟ୍ ସାଇଡ୍ ଯିବେ ଏଠି ନିଫ୍ଟି ଟୋଟାଲ 100 ଷ୍ଟକ୍ ଟା ଆପଣ ଅଛି ଆର ଲାଇଭ୍ RSI କେତେ ଅଛି ଏ ଯାହା ଦେଖନ୍ତୁ ରାଇଟ୍ ସାଇଡ୍ ଦେଖିବେ କରେଣ୍ଟ RSI ମଧ୍ୟ ଦେଖାଉଛି ଦେଖିବେ ଏଠି RSI yesterday's closing price ଆଉ ଲାଇଭ୍ RSI ସେଠୁ ଲାଇଭ୍ ମାର୍କେଟ ଆପଣ ଦେଖିପାରିବେ କିଏ ସବୁ ଅଛି ଇଏ ଦେଖନ୍ତୁ 30 ରେ ଅଛି ଇଏ ଆମେ ଉପର RSI ଦେଖିବାନି ଆମର ହେଲା ତଳେ ଇଏ ଅଛି ଗୋଟେ 31 ରେ ଅଛି ତଳୁ ଦେଖିବେ ଏଠି ସବୁ RSI ର ଭ୍ୟାଲୁ ଲାଷ୍ଟ କଲମ ଯୋଉ ୟୁ କଲମ ରେ ଏସବୁ RSI ଦେଖାଉଛି ଆକୁ ଦେଖିପାରିବେ ନଚେତ ଏ ସବୁ ସ୍କାନର କୁ କଣ ଏପଟେ ଲେଫ୍ଟ ସାଇଡ୍ କୁ ପଳେଇ ଆସିଛି ଦେଖନ୍ତୁ ଏଇ ଯିଏ ଆସନ୍ତି ସେ ଆପଣଙ୍କ ରାଡାର କୁ ଏଇ ରାଡାର ଏଠି ଆସିଯିବେ ଏ ରାଡାର ଆପଣ ଦେଖିବେ ଏ RSI କେତେ କେତେରେ ଅଛି ଆପଣ ଦେଖେଇବ ଏଥିରେ RSI 25 27 ହିଁ ଅଛି ତେଣୁ ଆପଣ କାହାକୁ ଫୋକସ୍ କରିବେ ଏଠି ଦେଖିବେ ଆପଣଙ୍କ 18ଟା ଷ୍ଟକ୍ ଅଛି 18ଟା କଣ ସମସ୍ତେ 18ଟା ନୁହଁ ତ 13ଟା ଷ୍ଟକ୍ ଅଛି 13ଟା ଷ୍ଟକ୍ ସମସ୍ତେ ବାୟ କରିବେନି ନା 13ଟା ଷ୍ଟକ୍ ସମସ୍ତେ ବାୟ କରିବାନି ଯିଏ ସବୁଠୁ ଅଧିକା କମରେ ଅଛି ଆମେ ତାକୁ ବାୟ କରିବା ଏଠି ଦେଖନ୍ତୁ କିଏ ଅଛି ନା 25 ରେ ଲୋଧା ଅଛି ତ ଲୋଧା ଉପରେ ଆମେ ଫାଷ୍ଟ ତାକୁ ବାୟ କରିବା ସବୁଦିନ ଆଟ୍ ଏ ଟାଇମ୍ କିଣିଦେବେନି ଯିଏ ଖସି ଖସି ଯାଉଥିବ ଫାଷ୍ଟ 25 ରେ ଅଛି ଏଇଟା କିଣିଲେ କାଲିକି ଦେଖିବେ ନେକ୍ସଟ ଆଉ ଯିଏ ଖସିଗଲା ଖସି ଉପରେ 1 ନମ୍ବର ସିରିଏଲ ପଳେଇ ଆସିଲା ତାକୁ ବାୟ କରିବେ ତାପରେ ଦେଖିବେ ପୁଣି ଯିଏ ଖସି ଯାଇଛି ପୁରା ଲୋଏଷ୍ଟ ଲେଭେଲରେ ଆମେ ବାୟ କରିବା କୋଉଥିରେ ନା ଯିଏ ପୁରା ତଳକୁ ଖସି ଯାଇଛନ୍ତି ତାକୁ ଆମେ ବାୟ କରିବା ହାଇ ଲେଭେଲ ତାକୁ ବାୟ କରିବାନି ଏଠି ଦେଖନ୍ତୁ
तेरे 8 नंबर सब एबीबी अच्छी केते 34 अच्छी आम आपको बाय करवानी आम क्या बाय करिया ना लोधा को बाय करवा तापर नेक्स्ट देखिबा काली की किया खसुची किए जे न खसी ताल बाय करवानी से 25 बाय अछि तापर आउ जे खसिला से जी 1 नंबर आसे आम ताको बाय करवा छाड़िया पण ये जे आपन को पेशेंस दरकार एडा हला लॉन्ग टर्म पे आपण ये करछन पेशेंस दरकार 2 मास लागि पारे 3 मास लागि 4 मास लागि पारे आपण को 6% प्रॉफिट होगा पाए के मतलब गोटे दिन प्रॉफिट दे पारंती के गोटा दिन प्रॉफिट दे पारे के गोटे मास लागि पारे 2 मास लागि कि 3 मास लागि पारे के गोटे वर्ष लागि पारे 1 ईयर भी लागि पारे आपण तो एफडी कले केते पाउछन एफडी कले 7% पाउछन ना एटी आपण 6% रखछन गोटे वर्ष पड़ी रहले कोन असुविधा होची बसी रहबो दबो आपण निसम प्रॉफिट दबो एटी तो आपण सब कैपिटल यूज करनाते ना आपण बा 1 लाख कैपिटल थिले 1 लाख कैपिटल थिले आपण इन्वेस्टमेंट केते करछन 10,000 टाइम फास्ट इन्वेस्टमेंट करछन तळु गले एटी एवरेज करूछन अच्छा तो 10,000 टाइम इन्वेस्ट करछन अब एमती इन्वेस्टमेंट प्लानिंग हला एटा आपण करो तो यही प्लानिंग रे आपण करि पारिबे आइ देखंतु एटी चार्टिंग स्कैनर अछि आरि बदे आपण क्लिक करिवे क्लिक ले प्रतिदिन जो स्टॉक आसीबा कथा एठी आपण लिस्ट पळे आसीबो एठी आपण देखि पारि ए स्टॉक ये आपणकर आरएसआई केते अछि सेटा देखि पारिबे ओके आज तो टाइम मिलाने सेपटे क्लास रे मो जॉइन करिबु तो एबे जति एकला आपण एटा देखि दियंतु नेक्स्ट काल के बार काल सुकरे काली क्लास अछि काली आपुर अध्यात्म किसी कहि देई पारि तन आज पई एते रखुछि जहाँ डेट आ पर जहाँ स्कैनर टा देखंतु के स्टॉक अछि खाली एनालिसिस काली करंतु जहाँ जहाँ डाउट थो मु काली क्लास क्लियर कर लेबे ओके गुड नाइट टू ऑल गुड नाइट जय जगन्नाथ गुड नाइट।